ଆଜିର ମୁଁ ଟପିକ ରେ ପୁରା ଆମେ ଡିସ୍କସନ କରିବା ଷ୍ଟାର୍ଟିଂ ରୁ ନେଇକି ଏଣ୍ଡ ଯାଏଁ କେମିତି ଟ୍ରେଜର ଫଣ୍ଡ ରେ ଆମେ ୱାର୍କ କରିବା। ଓକେ, ଯୋଉଟା କି ସିଷ୍ଟମ ଅପଡେଟ ଟାଇମ ରେ ହିଁ ଆମେ ସବୁ ପ୍ରାକ୍ଟିକାଲି କରିଦେଇଛୁ। ଆଉ ଆଜି ହଉଛି ତାର ଲାଷ୍ଟ ଷ୍ଟେଜ, ଯୋଉଟା ହେଲା ୱିଡ୍ରୋ। ଓକେ, ସବୁ ଆମର ପ୍ରାକ୍ଟିକାଲ ସରିଲା। ଏବେ ଏ ଷ୍ଟେଜ ଟା ହଉଛି ଯୋଉଟା କି ଏବେ ତମ ସାମ୍ନାରେ ଲାଇଭ କରାହବ, ଯୋଉଟା ହଉଛି ୱିଡ୍ରୋ। ୱିଡ୍ରୋ ଟା ଲାଇଭ କରାହବ, ଠିକ ଅଛି। ବାକି ସବୁ ଆମେ କେମିତି କେମିତି ଷ୍ଟେପ ସବୁ କ୍ରସ୍ କରିକି ଗଲୁ, ସେଇଟା ତମକୁ ଲାଇଭ ପ୍ରାକ୍ଟିକାଲ ଆକାରରେ ହିଁ ବତା ହବ, ଠିକ ଅଛି। ଗୋଟେ ଗୋଟେ ଜିନିଷ ମୁଁ କ୍ଲିୟର କରେଇବି, ଯାହାକୁ ଯୋଉଠି ଡାଉଟ ହବ ସେ ଡାଉଟ ଟା ମଧ୍ୟ ପଚାରିଦବ। ବାରମ୍ବାର ଡାଉଟ ଟା ପଚାରିବ, ଥରେ ନାଇଁ ଦିଥର ନାଇଁ, ବାରମ୍ବାର ପଚାରିବ। ଡାଉଟ କ୍ଲିୟର ହେଲା ଯାଏ ପଚାରିବ। ଓକେ, ତ କେମିତି କେମିତି ଆମେ ଦେଖ, ଏବେ ମେନ୍ ଇମ୍ପୋର୍ଟାଣ୍ଟ ହେଲା କି ଆମ ସମସ୍ତଙ୍କର ପଇସା ସେଥିରେ ଫସିଛି। ଫସିଛି ଇନ ଦ ସେନ୍ସ ଷ୍ଟକ୍ ହେଇଯାଇଛି। ଓକେ, କାହାର 10,000 ଅଛି ତ କାହାର 10 ଲକ୍ଷ ଅଛି, କାହାର କ୍ରୋଡ୍ସ ରେ ମଧ୍ୟ ଅଛି, କାହାର 50 ଲକ୍ଷ ଅଛି। ଏମିତିଆ ସବୁ ପଇସା ଅଛି ହେଲା। ଯୋଉମାନେ ଯୋଉଟା କି ଯୋଉ ଚାଲିଥିଲା ଗୋଟେ ଇଭେଣ୍ଟରେ ଯୋଉମାନେ ହିସ୍ସା ନେଇଥିଲେ, ଆଜି ମୁଁ କହୁଛି ସେମାନେ ହିଁ ସେମାନଠୁ ଲକି ଆଉ କେହି ନାହିଁ। ସେମାନେ ଏବେ ଭାଗ୍ୟବାନ। ଓକେ, ମାନେ ତାଙ୍କ ପାଖରେ ଏବେ ଏମିତି ଖଣି ଅଛି ଯେ କି ସେ ଯେତେ ଖାଉଥିବେ ସେ ସରିବନି। ଆମେ ଭାବିଥିଲୁ କି ଆମେ ପକେଇଦେଲା ଭାଇ, 1,00,000 ଟଙ୍କା ପକେଇଥିଲୁ, ମୋର 1,00,000 ଟଙ୍କା ବୁଡିଲା। 25,000 ପକେଇ ଦେଇଥିଲୁ, 25,000 ବୁଡିଲା। ଆଉ ଆଗରୁ ଆମେ କିଛି ୱିଡ୍ର ମାରିନୁ, ତଥାପି ଆମେ ଏତେ ଏତେ ଇନଭେଷ୍ଟ କରିଦେଲୁ, ବୁଡିଲା। ଯୋଉଟା ଆମେ ଭାବୁଥିଲୁ, ପୁରା କନସେପ୍ଟ ଟା ତାର ଓଲଟା ହେଇଗଲା। ତାକୁ 10 ଲକ୍ଷ ଦେଇଛି, ଲୋକ ଅନେକ ପ୍ରକାର ଅନେକ କଥା ହଉଛି। ହଁ, ଏମିତି 10 ଲକ୍ଷ ଦେଇଦିଅ ଆଜ୍ଞା, କମ୍ପାନୀ ପାଖେ ଏତେ ଫଣ୍ଡ ଅଛି ଆଜ୍ଞା। ଓକେ, ତ ଏଇ ଟାଇପ ର ଲୋକ ଭାବୁଥିଲେ, ରାଇଟ। ତ ଏବେ ସବୁ କନସେପ୍ଟ ହିଁ ରଙ୍ଗ ହେଇଗଲା। ଯେବେ कंपनी ट्रेजर फंड लॉन्च कला, ସମସ୍ତଙ୍କୁ ଭୁଲ ସାବିତ କରିଦେଲା। 2022-23 ରେ ବି ସେମ ଷ୍ଟ୍ରାଟେଜି ସେ ଫଲୋ କରିଥିଲା। ସେମ ଲୋକଙ୍କୁ ଏବେ ତ 10,000 USD, 8,000 USD ଏମିତି ଦେଇଛି। ତାର ANN ଗ୍ରୁପ ଯେବେ ତମେ ସ୍କ୍ରୋଲ କରିକି ଦେଖିବ, 2022-23 ରେ 20,000 ଲେଖା USDT ଦେଇଛି। 20,000 USDT ମାନେ 20 ଲକ୍ଷ ଟଙ୍କା। କାହାକୁ କାହାକୁ 5 ଲକ୍ଷ 2022-23 ରେ ମଧ୍ୟ ବାଣ୍ଟିଥିଲା। ବାଣ୍ଟିକି ସେ ବ୍ରେକ୍ ଦେଇ ଦେଇଥିଲା 15-20 ଦିନ। ଓକେ, ବ୍ରେକ୍ ଦେଲା ପରେ ପୁଣି ଟ୍ରେଜର ଏନଏଫଟି ରେ ସେ ନୂଆ ସିଷ୍ଟମ ଟା ଇନଭଲ୍ଭ କରିଦେଇଥିଲା, ଷ୍ଟେକିଂ। 2022-23 ରେ ସେବୁଠୁ ଷ୍ଟେକିଂ ସେ ଆରମ୍ଭ କରିଥିଲା। ଓକେ, ସେ ଷ୍ଟେକିଂ ମେଥଡ ଟା ଟିକେ ଅଲଗା ଥିଲା। ଏବେ ଏ ଷ୍ଟେକିଂ ଟା ଯୋଉ ଇନଭଲ୍ଭ କଲା, ଏ ମେଥଡ ଟା ଟିକେ ଅଲଗା, ଠିକ ଅଛି। ମାନେ 2022-23 ରେ ଯାହା କରିଥିଲା ଏବେ ବି ସେମ କଲା, ବଟ ମେଥଡ ହି ଚେଞ୍ଜ କରିଦେଲା। ଏବେ ଟିକେ ଲୋକ ଅଧିକ ହେଇଗଲେ, ଲୋକ ପରିମାଣ ଅଧିକ ହେଇଗଲେ। ସେତେବେଳେ ଲୋକ କମ ଥିଲେ, ଏବେ ଲୋକ ପରିମାଣ ବଢିଲା, ଆମାଉଣ୍ଟ ବଢିଲା। ତ କମ୍ପାନୀ ଯେତେବେଳେ ବନ୍ଦ କଲା ସିଷ୍ଟମ ଟାକୁ, ସେ ମାସେ ଟାଇମ ନେଲା ଏସବୁ ଡେଭଲପମେଣ୍ଟ କରିବା ପାଇଁ। ଜିନିଷ ଯାକୁ ଡେଭଲପମେଣ୍ଟ କରିବା ପାଇଁ ମାସେ ଟାଇମ ନେଲା। ସେଇ ଭିତରେ ତାଙ୍କର ମ୍ୟାନେଜର ଭିତରେ ମଧ୍ୟ ଡିଷ୍ଟରବାନ୍ସ ହେଇକି कंपनी सोर्स कोड लीक ହେଇକି ମ୍ୟାଜିକ ଏନଏଫଟି ଫିଟିଗଲା, ସେ ଫିଟିଗଲା, ଇଏ ଫିଟିଗଲା। ତ ଗୁଡାଏ ସିଷ୍ଟମ ଏପଟ ସେପଟ ହେଲା। ତଥାପି କମ୍ପାନୀର ମଝିରେ ମଝିରେ ମେସେଜ ଆସୁଥାଏ କି ଆମେ ଅଛୁ, ଆମେ ଅଛୁ, ତମ ମାନେ ଟେନସନ ନିଅନି। ମଝିରେ ମଝିରେ ସେ ଅପଡେସନ ଦଉଥିଲେ। ଲାଷ୍ଟ ମୋମେଣ୍ଟ ଯାଏ ବି କେହି ନଥିଲା କି କମ୍ପାନୀ ଚାଲିବ କି ନ ଚାଲିବ। ଓକେ, ତ ଏଇଟା ଏଇଟା ହେଲା ସିଦ୍ଧାନ୍ତ। ଆମେ ଏବେ ପହଞ୍ଚିଯିବା, ଥିଓରି ସବୁ ସରିଲା, ପ୍ରାକ୍ଟିକାଲ ବି ଆମେ କରି କରି ଗଲୁ। ପ୍ରାକ୍ଟିକାଲ ର ଲାଷ୍ଟ ଷ୍ଟେଜ ରେ ପହଞ୍ଚିଗଲୁ କି ହଁ ୱିଡ୍ରୋ ଆସୁଛି। ଆଉ ଆଜି ତମ ସାମ୍ନାରେ ଲାଇଭ ୱିଡ୍ରୋ ବି ଆମେ ମାରିକି ବତେଇବା, ତାକି ଲୋକମାନେ ଅନ୍ଧକାର ଭିତରେ ନ ରୁହନ୍ତୁ କି ଭାଇ ଆମକୁ ପଇସା ମିଳିବ କି ମିଳିବନି। ଠିକ ଅଛି। ଓକେ, ତ ସବୁଠୁ ଫାଷ୍ଟ ଆମେ ଏବେ ଡିସ୍କସ କରିବା ଯୋଉ TUFT ଟୋକନ ଗୋଟେ ଲଞ୍ଚ ହେଇଛି। ଓକେ, TUFT ଟୋକନ ଯୋଉ ଲଞ୍ଚ ହେଇଛି ସେଟା କଣ, ମୁଁ ସ୍କ୍ରିନ ସେୟାର କରିବି।
ଏଣ୍ଟାୟାର ସ୍କ୍ରିନ୍ ଓକେ। ସମସ୍ତଙ୍କୁ ସ୍କ୍ରିନ୍ ଦେଖା ହଉଛି? ଥମ୍ସ ଅପ୍ କରିଦିଅ ଦେଖା ହଉଛି ହେଲେ। ଓକେ ଠିକ ଅଛି। ହ୍ୟାଣ୍ଡ ରାଇଜ କରୁନି, ମୁଁ ଥମ୍ସ ଅପ୍ କରିବା ପାଇଁ କହିଥିଲି। ଠିକ ଅଛି। ଓକେ ତ ଏବେ ଟିଓଟି ଟୋକନ ଜିନିଷଟା କଣ ଆମେ ଜାଣିବା ସେ ବିଷୟରେ ଫାଷ୍ଟ ହେଲା। ଯେମିତି କି ମୁଁ ଗୋଟେ ଏକ୍ସେଲ ଟେ ବନେଇଛି ଯୋଉଥିରେ ତମ ମାନଙ୍କର ପିକ୍ଚର କ୍ଲିୟର ହେଇଯିବ। ଟିଓଟି ଟୋକନ କଣ? ଯଦି ଆମେ 2500 ଟୋକନ ପାଉଛେ, ଲାଷ୍ଟ ମୋମେଣ୍ଟରେ ଲୋକମାନେ ଯୋଉ ଆସିକି ଡିଷ୍ଟର୍ବ କରୁନାହାନ୍ତି, ସେଇଟା ଗୋଟେ ସେଥିପାଇଁ ୱେଟ୍ କରିବା ପାଇଁ କହୁଥିଲେ। ଓକେ ତ ଯଦି ଆମେ 2500 ଟୋକନ ପାଉଛେ, ତା ଦାମ ହଉଛି ସମସ୍ତଙ୍କୁ ଦେଖା ହଉଛି ସ୍କ୍ରିନ୍, ଟିକେ ମୋବାଇଲ ଟାକୁ ଜୁମ କରି ଦେଖିବ ହେଲା। ଯଦି ମୋବାଇଲରେ ଯିଏ ଜଏନ କରୁଛି, 2500 ଟୋକନ ର ଦାମ ହଉଛି ୟୁଏସଡିଟି ହିସାବରେ 10 ୟୁଏସଡିଟି। ଓକେ ସେଇ ହିସାବରେ ଯଦି ଆମେ 5000 ଟୋକନ ପାଉଛେ ତ କେତେ ହଉଛି 20। ସେଇ ହିସାବରେ ଯଦି ଆମେ 7500 ଟୋକନ ପାଉଛେ ତା ଦାମ ହଉଛି 30। ଓକେ ଏଟା ଟୋକନ ଟୁ ୟୁଏସଡିଟି ର ରେଟ୍ ଟା ଟିଲ୍ ଏଟା ଟିଲ୍ କେବେ ଯାଏ ଟିଲ୍ 1 ୱିକ୍। ଓକେ ତାପରେ ସେ ରେଟ୍ ଟା ବଢେଇ ଦବ କହିଛି। ଏଟା ସେକେଣ୍ଡ ୱିକ୍ ରେ ତା ପ୍ରାଇସ୍ ହେଇଯିବ ଏଟା ସେକେଣ୍ଡ ୱିକ୍ ପ୍ରାଇସ୍। ବୁଝ କନସେପ୍ଟ ଟା ଏତିକି ବୁଝା ପଡିଲା। ଟିୟୁଟି ଟୋକନ ଯୋଉ ଅଛି ଏବେ ରେଟ୍ ଅଛି, ଏବେକା ରେଟ୍ ହିସାବରେ 7500 ଟୋକନ ର ଦାମ ହଉଛି $30। ସେକେଣ୍ଡ ୱିକ୍ ରେ ହେଇଯିବ ଏଟା $60। ଠିକ ଅଛି। ତ ଏଇ ଜିନିଷଟା ଆମେ ପାଇଲି କୋଉଠି ଭାଇ? ତମେ ଏଇ ଜିନିଷଟା ତମ ମନରୁ କହୁଛ ନା କୋଉଠୁ ପାଇଲ? ଏଇଟା ବି କନସେପ୍ଟ ଟା ଜାଣିବା ଦରକାର। ଦେଖ ଯେତେବେଳେ ଆମେ ଟ୍ରେଜର ଚେନ୍ କୁ ଯିବା, ଟ୍ରେଜର ଚେନ୍ ଯେତେବେଳେ ଆମେ ଟ୍ରେଜର ଚେନ୍ କୁ ଯିବା, ସେଇଠି ଏଠି କ୍ଲିୟରଲି ପ୍ରି ସେଲ୍ ରେ ମେନସନ ଅଛି। ଦେଖ ପ୍ରି ସେଲ୍ ରେ ମେନସନ ଅଛି, ଭାଇ ସ୍କ୍ରିନ୍ ସେୟାର ଟା କରନ୍ତୁ ଭାଇ। ସ୍କ୍ରିନ୍ ସେଟ୍ କରାହେଇଛି ପରା, ଦେଖା ହଉନି ସବୁଠି? ଦେଖାଯାଉଛି ଦେଖାଯାଉଛି। ଦେଖା ହଉଛି ତ? ଓକେ ଦେଖ ଫର୍ଷ୍ଟ ଷ୍ଟେଜ ରେ ତା ଦାମ ଟା ହଉଛି 0.004। ସେକେଣ୍ଡ ଷ୍ଟେଜ ରେ ତା ଦାମ ହଉଛି 0.008। ଏତିକି କ୍ଲିୟର ହେଲା? ତ ଏଇ ହିସାବରେ ଆଉ ଫର୍ଷ୍ଟ ଷ୍ଟେଜ ଟା ଏ ଆମାଉଣ୍ଟ ଟା ସରିବା ପାଇଁ ଆଉ ରହିଲା 2 ଦିନ 7 ଘଣ୍ଟା। ଫର୍ଷ୍ଟ ଷ୍ଟେଜ ଟା ଓକେ। ତ ଏଇଟା ମୁଁ କାହିଁକି ଦେଖେଇଲି, ପ୍ରି ସେଲ୍ ଟା କାହିଁକି ଦେଖେଇଲି, ତା ପଛର ବି କାହାଣୀ ତମକୁ କହିବି। ଏଟା ପ୍ରି ସେଲ୍ ଟା ଭାଇ ମତେ କାହିଁକି, ଆମକୁ ପ୍ରି ସେଲ୍ ଟା କାହିଁକି ଦେଖେଇଲ? ଓକେ ନେକ୍ସଟ ତ ଏଇ ହିସାବରେ ଆମେ ଦେଖିବାକୁ ଗଲେ ଏବେ ଆମର ଆକାଉଣ୍ଟ ମାନଙ୍କରେ, ଆମର ଯାହା ବି ଆକାଉଣ୍ଟ ଅଛି, ଆକାଉଣ୍ଟ ମାନଙ୍କରେ ଗୋଟେ ମୁଁ ଏଇଠି କ୍ୱେଶ୍ଚିନ୍ ଗୋଟେ ପଚାରିବି, କୋଉମାନଙ୍କୁ 5000 ରିସିଭ ହେଇଯାଇଛି? କୋଉ ମାନଙ୍କୁ 5000 ରିସିଭ ହେଇଯାଇଛି? ହ୍ୟାଣ୍ଡ ରାଇଜ ମାନେ ଅଲମୋଷ୍ଟ କୋଉମାନଙ୍କୁ ରିସିଭ ହେଇନି, ସରି ମୁଁ କ୍ୱେଶ୍ଚିନ୍ ଟା ଟିକେ ଓଲଟା କରୁଛି, କୋଉମାନଙ୍କୁ ରିସିଭ ହେଇନି ସେ ହ୍ୟାଣ୍ଡ ରାଇଜ କର। 5000 ଟୋକନ କୋଉମାନଙ୍କୁ ରିସିଭ ହେଇନି? ଓକେ ଠିକ ଅଛି ଠିକ ଅଛି। ତ ବହୁତ ସାରା ଲୋକ ଅଛନ୍ତି ସେମାନଙ୍କୁ 5000 ଟୋକନ ରିସିଭ ହେଇନି। ଆମେ ବହୁତ ସାରା ମେଥଡ ଆମେ ଆପ୍ଲାଏ କରୁଛେ 5000 ଟୋକନ ରିସିଭ କରିବା ପାଇଁ। ଫାର୍ଷ୍ଟ ଜିନିଷ ହେଲା ଟ୍ରଷ୍ଟ ୱାଲେଟ ତମ ମାନେ ଡାଉନଲୋଡ କରିଛ? ମୁଁ ଜଣଙ୍କୁ ଏକ୍ସାମ୍ପଲ ନେବି, ତାପରେ ବାକି ସବୁ ସେଇ ହିସାବରେ କରିଦବ। ଓକେ ଏଇ ଭିତରେ ଚିନୁ ଅଛି, ହଁ ଚିନୁ ତମେ ପାଇନ 5000 ଟୋକନ? ନାଇଁ ଭାଇ ପାଇନି।
ଓକେ ଏବେ ମୋବାଇଲଟା ହାତରେ ପାଞ୍ଚ ଅଛି। ହଜାର ଟୋକନ ପାଇଛି, 5,000 ଟୋକନ ପାଇଛି, ବଟ ଏକ୍ସଟ୍ରା ଯୋଉଟା ସାତ ନା ନା ହଜାର ମୁଁ ପାଞ୍ଚଶହ ଏକ୍ସଟ୍ରା କଥା ପଚାରୁନି, 5,000 ଟୋକନ କଥା ପଚାରୁଛି। ପାଇଛି ହଁ 5,000। 5,000 ପାଇଥିଲେ ତୋର କଥା କଥା। ଯୋଉମାନେ 5,000 ଟୋକନ ପାଇଛ, ଅଜିତ ପାଇନ? ଅଜିତ ନାଇଁ ପାଇନି, ନାଇଁ ଆସିନି ମୋର। ଆସିନି। ଓକେ ଏବେ ତମେ ଟ୍ରଷ୍ଟ ୱାଲେଟ ଡାଉନଲୋଡ କରିଛ? ଟ୍ରଷ୍ଟ ୱାଲେଟ ଡାଉନଲୋଡ କରିନି, ବାଇନାନ୍ସ ରେ ଅଛି। ବାଇନାନ୍ସ ରେ ଲିଙ୍କିଂ ଟ୍ରାଏ କରିଥିଲ କି? ହଁ ଆଚ୍ଛା, ଯୋଉ ଲିଙ୍କ ହେଇଛି ନା ନାଇଁ ଚେକ୍ କଲ ସେଟା? ମୁଁ ବତେଇଦେବି ଲିଙ୍କ ହିଷ୍ଟ୍ରି କେମିତି କ୍ଲିୟର କରିବ, ସେଟା ବତେଇଦେବି। ଯଦି ଲିଙ୍କ ହେଇଯାଇଥିବ, ଯୋଉମାନେ ପାଇନ ସେମାନଙ୍କ ପାଇଁ ହେଲା। ଭାଇ ଟ୍ରଷ୍ଟ ଲିଙ୍କ ଇଏ ଆମର ୱାଲେଟ ଡାଉନଲୋଡ ବି ଶିଖାନ୍ତୁ ଟିକେ। ହଁ କଣ ଆକାଶ କଣ କହିଲା? ଆଶିଷ ହଁ କଣ ହେଲା? ମୁଁ କହିଲି ସେଇ ଟ୍ରଷ୍ଟ ୱାଲେଟ ଟା ବି ଡାଉନଲୋଡ କେମିତି କଣ ହବ ସେଟା ବି ସବୁ କହିବ ଟିକେ। ହଁ ମୁଁ ଦେଖେଇବି ତା ପାଇଁ ଟେନସନ ନିଅନି, ମୁଁ ଦେଖେଇବି ହେଲା। ଓକେ, ଯୋଉମାନେ ଲିଙ୍କ ପାଇନ ଟୋକନ, ଫାଷ୍ଟ କୋଉଠି କୋଉଠି ଲିଙ୍କ ହେଇଯାଇଛି ସେଇଠୁ ଆମକୁ ଡିଲିଙ୍କ କରିବାକୁ ପଡିବ, ଫାଷ୍ଟ ପଏଣ୍ଟ ହେଲା। ତାପରେ ଯାଇକି ଆମେ ନୂଆ କରି ଲିଙ୍କ କରିବାକୁ ପଡିବ, କାରଣ ଆଜି ଯେତେଟା ବି ସାଇନ ଅପ୍ ହେଇଛି, ଯେତେଟା ବି ଲିଙ୍କିଂ ହେଇଛି, ସମସ୍ତଙ୍କୁ ଟୋକନ ମିଳିଛି ଆଜି। ମାନେ ସିଷ୍ଟମ ଟା ସୁଧାରି ହେଇ ଆସିଲାଣି। 1 ୱିକ୍ ଭିତରେ ତ ପୁରା କମ୍ପ୍ଲିଟ ହେଇଯିବ ସିଷ୍ଟମ ହେଲା। ତ ସେ ଟୋକନ ଟା କେମିତି ପାଇବ ମୁଁ ତମକୁ କହିଦେବି, ଲାଇଭ ଦେଖେଇଦେବି, ସେଇ ହିସାବରେ ତମେ କରିବ ହେଲା। ବହୁତ ସାରା ପିଲା ପାଇନାହାନ୍ତି ଟୋକନ, କିଛି ଅସୁବିଧା ନାହିଁ। ତ ଏବେ ଦେଖ, ଏଇଟା ମୁଁ କାହିଁକି କହିଲି, ଟ୍ରେଜର ଚେନ୍ ବିଷୟରେ କାହିଁକି କହିଲି, ସେଇଟା ମଧ୍ୟ ମୁଁ ବତେଇବି। କମ୍ପାନୀ ଏବେ ବହୁତ ସାରା ଲୋକଙ୍କୁ 12,500 ଦେଇଛି, ଆଉ ବହୁତ ସାରା ଲୋକଙ୍କୁ 5,000 ଦେଇଛି। କାହାକୁ କାହାକୁ 12,500 ଦେଇଛି, କାହାକୁ କାହାକୁ 5,000 ଦେଇଛି, ସେଟା କିଛି କହି ହଉନି ହେଲା। କାଲି ସକାଳେ ସେ 12,500 ଦେଇପାରେ କି ନ ଦେଇପାରେ, ଏଇ ଯାଏ ପିକ୍ଚର ଟା କ୍ଲିୟର ହେଇନି କହିବା ହିସାବରେ। ଯଦି ସେ 12,500 ଦେଲା, ତାହେଲେ ସମସ୍ତଙ୍କୁ ଦେବା କଥା, କିନ୍ତୁ କାହାକୁ କାହାକୁ ଦେଇଛି, କାହାକୁ କାହାକୁ ଦେଇନି। ମେ ବି ଇନ ପ୍ରୋସେସ ତାର ଅଛି, ସମସ୍ତଙ୍କୁ ଦେବା ଉପରେ ଲାଗିଛି, ଧୀରେ ଧୀରେ କରିକି ଦେବ 12,500 ଟୋକନ। କନସେପ୍ଟ ଟାକୁ ବୁଝୁତ ହେଲା। ପରେ କହିବନି କି ଭାଇ ଆମକୁ ମିଳିଲାନି, ଆମେ ଇଏ କରିବୁନି ସେ କରିବୁନି, ସେଟା ତମ ଉପରେ ଅଛି। ବଟ 12,500 ଟୋକନ ଟା କାହାକୁ କାହାକୁ ଦେଇଛି, କାହାକୁ କାହାକୁ ଦେଇନି, ଆଉ ଯୋଉମାନଙ୍କୁ ଦେଇନି ମେ ବି ଦେଇପାରେ, ବଟ ଲେଟ୍ ହେଇପାରେ। ଯେତେବେଳେ ସିଷ୍ଟମ ଫୁଲି ଫଙ୍କସନେଟ କୁ ଆସିଯିବ, ସେତେବେଳେ ଯାଏଁ ୱେଟ୍ କରୁଥିବ। ଦେଇଦେଲା ଦେନ୍ ୱିଲ୍ ଷ୍ଟାର୍ଟ ୱାର୍କ। ଅର୍ ଯଦି ଦେଲାନି, ତାର ଅଲ୍ଟରନେଟ୍ ୱେ କଣ ଅଛି ସେଟା ମଧ୍ୟ ବତେଇ ଦଉଛି ହେଲା। ଏବେ ଦେଖ, ଯଦି ଆମେ ଟ୍ରେଜର ଏନଏଫଟି କୁ ଯାଉଛୁ, ଏବେ ଆମେ ଏଠି ଷ୍ଟାର୍ଟ କରିବା ଜର୍ନି। ଯେବେ ଟ୍ରେଜର ଏନଏଫଟି କୁ ଯାଉଛୁ, ଟ୍ରେଜର ଫନ୍, ଏଟା ମୋବାଇଲରେ ବତେଇଲେ ବୋଧେ ବେଷ୍ଟ ହବ, କାରଣ କମ୍ପ୍ୟୁଟରରେ ତମମାନଙ୍କୁ ଟିକେ ମୋବାଇଲ ସ୍କ୍ରିନ୍ ଟା ସେୟାର କଲେ ତମମାନଙ୍କୁ ବେଷ୍ଟ ହବ। ୱେଟ୍ କରିଯାଅ, ମୁଁ ମୋବାଇଲ ସ୍କ୍ରିନ୍ ଆମେ ଟା ଯାଉଛି। ଫୋନ ମୋବାଇଲରେ କରନ୍ତୁ, ମୋବାଇଲ। ହଁ ମୋବାଇଲ ସ୍କ୍ରିନ୍ ଟା ସେୟାର କରୁଛି। Wait.
ସ୍କ୍ରିନ୍ ଦେଖାଉଛି? ଓକେ 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 ଓକେ। ହଁ ଏତେ ଲାଇଟ୍ ଏତେ ହ୍ୟାଙ୍ଗ ଲାଇଟ୍ ଖାଲିରେ କରନ୍ତୁନି। ହଁ ତ ମନା ଟିକେ କରିଛନ୍ତି। ମଜା ଲାଗୁଛି ତ କରୁଛେ ଆଉ। ଓକେ, ସ୍କ୍ରିନ୍ ଟା ସମସ୍ତଙ୍କୁ ସେୟାର ଦେଖାଉଛି ତ? ହଁ ହଁ ହଁ। ଓକେ, ତ ଏବେ ଦେଖ ଆମେ ଗୋଟେ ଗୋଟେ କରି ଷ୍ଟେପ୍ କ୍ଲିୟର କରିବା, ତମେ ବୁଝି ବୁଝି ନବ ହେଲା। ଟ୍ୟୁବ ଟି ଟୋକନ ବିଷୟରେ ତ ମୁଁ କହିଦେଲି। ଏବେ ଜିନିଷ ହଉଛି କୋଉଠି ଥିଲି ମୁଁ? ଟ୍ୟୁବ ଟି ଟୋକନ ସ୍କ୍ରିନ୍ ରେ ଥିଲି। ଷ୍ଟେକ୍ ନାହିଁ। ଏଠି ଦେଖ, ଯଦି ଆମେ ଏଇଠି ଗେଟ୍ ଟ୍ୟୁଏଫଟି କରିବା, ଲଗ ଆଉଟ୍ ହେଇଗଲା। ସର୍ଭର ଟା ତ ସବୁବେଳେ ସ୍ଲୋ ରହିଲା। ବଡ ଶିଖିଲାନି ଗୋଟେ ବସଉନ କାହିଁକି? ଠିକ ଅଛି, ଏବେ ଦେଖ ଯଦି ଆମେ ଏଇଠି ଗେଟ୍ ଟ୍ୟୁଏଫଟି କରିବା, ଏତେ ଡାଉନ୍ ହେଲେ କେମିତି କରିବା? ଲାପଟପ ରେ କରନ୍ତୁ, ମୋବାଇଲ ରେ ହବନି, କଣ ହବ? ସମୟ ନଷ୍ଟ ହଉଛି। ଟିକେ ୱେଟ୍ କର, ମୋବାଇଲରେ ତମେ ସବୁ ଜାଣିପାରିବ ନା, ଲାପଟପରେ କରିବାର କିଛି ମତେ ନାହିଁ। ଲାଗିଲା ହଁ ଯେମିତି ହେଲା, ପୂର୍ବ ଦେଖ ଓକେ, ଗେଟ୍ ଟ୍ୟୁଏଫଟି ଯଦି ଉପରେ ଆମେ କ୍ଲିକ୍ କରିବା, ଏ ସ୍କ୍ରିନ୍ ଟା ଓପନ୍ ହବ ହେଲା। ଏଇଠି ଦେଖ, ଯଦି ମୁଁ ମାରିବି ଏଇଠି ମାନେ ମତେ ଦରକାର, ସେଇଠି ବତେଇଲି କେତେ $30 ଆମର ଏବେ 5,000 ଆମ ପାଖରେ ଅଛି। ଗୋଟେ ଷ୍ଟେକ୍ ଟେ ନେବା ପାଇଁ ଆମକୁ ଦରକାର କେତେ? ଆଉ 7,500 ଦରକାର, ରାଇଟ୍? ସେଇଟା କେମିତି ମୁଁ କହୁଛି ଦେଖ, ଏଇଠି ଆମେ ଯଦି ଷ୍ଟେକ୍ କୁ ଯିବା, ମୁଁ ଷ୍ଟେକ୍ ଟା ନେଇଯାଇଛି ତ, ସେଥିପାଇଁ ଯଦି ଷ୍ଟେକ୍ କୁ ଯିବା, ତମମାନେ ସବୁ ଷ୍ଟେକ୍ ର ଭିଡିଓ ଟା ପକେଇଥିଲେ, କେମିତି ଷ୍ଟେକ୍ ନବ? ସେ ଷ୍ଟେକ୍ ନମ୍ବର ଟିକେ ପିନ୍ କରିଦେବା ଆଉଥରେ WhatsApp ରେ ଟିକେ ହଉ ହଉ, ଭିଡିଓଟା। ଟିକେ ରହିଯାଅ, ଏବେ ଲାଇଭ୍ ଦେଖିଦବ ଯେ, ଏଟା ଟିକେ ସର୍ଭର ଟା ସ୍ଲୋ ଥିବା ଟାଇମ୍ ରେ ସେଥିପାଇଁ ମୁଁ ଦେଖେଇ ପାରୁନି, ଟିକେ ରହିଯାଅ। ହଁ ଦେଖ, ଏଇଠି ଷ୍ଟେକ୍ ଉପରେ ଯେତେବେଳେ ତମେ କ୍ଲିକ୍ କରିବ, ସେତେବେଳେ ତମକୁ ସେ ଡ୍ୟୁରେସନ ବତେଇବ। ଓକେ, ମୁଁ ଏବେ ଡ୍ୟୁରେସନ ପକେଇଥିଲି 30 ଦିନର, ଦିନକୁ 2,000 USDT ମୋ ପାଖରେ ଥିଲା। ଓକେ, 2,000 USDT ର ମତେ ଦିନକୁ ଆସୁଛି 5,000 ଲେଖା TUFT ଟୋକନ। ଓକେ, ତ 3 ଦିନରେ ଆସିଲା 15,000 ଟୋକେନ। ଠିକ ଅଛି, ଏଇଟା ଯଦି ମୁଁ 3 ଦିନ ପାଇଁ ମାରିଥାନ୍ତି ଷ୍ଟେକ୍ ଟା, ତ ଆଜି ମୋର ଏଇଟା ରିଡିମ୍ ହେଇଯାଇଥାନ୍ତା। କନସେପ୍ଟ ବୁଝ, ଯାହା ମୁଁ କହୁଛି ପୁରା କ୍ଲିୟର ଶୁଣିବ। ଟିକେ ମ୍ୟୁଟ କରିଦିଅ ବ୍ୟାକଗ୍ରାଉଣ୍ଡ, ସେ କିଏ ଅଛି ମ୍ୟୁଟ କରିଦିଅ, ବ୍ୟାକଗ୍ରାଉଣ୍ଡ ମ୍ୟୁଟ କର। ତ ମୁଁ ମ୍ୟୁଟ କରିଦଉଛି। ଓକେ, ତ ଏବେ ଦେଖ, ଯେତେବେଳେ ଆମେ ଷ୍ଟେକ୍ ଟା 3 ଦିନ ପାଇଁ ପକେଇବା, ତ 3 ଦିନ ପରେ ଏଟାକୁ ମୁଁ ରିଡିମ୍ କରିଦେଇଥାନ୍ତି କେତେ? 15,000 TUFT ଟୋକନ। ବଟ୍ 15,000 ଟୋକନ ପାଇବା ପାଇଁ ମୁଁ ଇନଭେଷ୍ଟମେଣ୍ଟ କେତେ କରିଛି? 12,500 ଟୋକନ ଇନଭେଷ୍ଟମେଣ୍ଟ କରିଛି, ବୁଝ। ସମସ୍ତେ ମ୍ୟୁଟ କରିଦିଅ, ସମସ୍ତେ ମ୍ୟୁଟ କରିଦିଅ, ବାରମ୍ବାର କୁହାଉଛି ମ୍ୟୁଟ କର, ନିଜକୁ ମ୍ୟୁଟ କର ସବୁ। ଓକେ, ତ ଦିନକୁ 2,000 ହିସାବ, 2,000 USDT ରେ ମୁଁ ଦିନକୁ ପାଇଲି 5,000 ଟୋକନ। ଇନଭେଷ୍ଟମେଣ୍ଟ କରିଛି 12,500। ମୁଁ କେତେ ଦିନ ପରେ ସେଟା ରିଡିମ୍ କଲେ ମତେ ପ୍ରଫିଟ ହବ? ଆଉ ମାକ୍ସିମମ୍ ଦିନ ସେ ମତେ ଦଉଛି ଷ୍ଟେକ୍ କରିବା ପାଇଁ 30 ଦିନ। 12,500 ରେ ମୋର ଭ୍ୟାଲିଡିଟି ହଉଛି 30 ଦିନ। ୟା ଅର୍ଥ କି 12,500 ମୁଁ ଯଦି ଇନଭେଷ୍ଟମେଣ୍ଟ କରିବି,
ମୁଁ ପାଇବି କେତେ 1.5 ଲକ୍ଷ ଟୋକନ 1.5 ଲକ୍ଷ ଟୋକନ ଏବେ ମୁଁ ଟଙ୍କା ହିସାବରେ ବୁଝଉଛି ଏଟା ଟୋକନ ହିସାବରେ ବୁଝିଲି ଟଙ୍କା ହିସାବରେ ବୁଝଉଛି ଯଦି ମୁଁ ଏଇଠି 5,000 ଟଙ୍କା ଇନଭେଷ୍ଟମେଣ୍ଟ କରିବି ତାହେଲେ 60,000 ଟଙ୍କା ପାଇବି ମାସେରେ ଓକେ ଯଦି ସେଇଟାକୁ ମୁଁ ମାସେ ରଖିପାରିବିନି ମୁଁ ମତେ ୱିଡ୍ରୋଟା ଜଲ୍ଦି ଦରକାର ମତେ ଏତେ ମାସେ ଯାଏ ମୁଁ ୱେଟ୍ କରିପାରିବିନି ବହୁତ ୱେଟ୍ କରି କରି ମୁଁ ଆମେ ମାନେ ଇଏ ହେଇଯାଇଛୁ ଏବେ ଆମକୁ ୱିଡ୍ରୋଟା ବେଗାଳି ଦରକାର ବେଗାଳି ହେଲେ ଦେଖ 12,500 ଆମେ ଇନଭେଷ୍ଟମେଣ୍ଟ କଲୁ 3 ଦିନରେ ହଉଛି 15,000 ସେଇଟା ଯଦି ଆମେ 10 ଦିନ ପାଇଁ ଛାଡ଼ିଦବା ଆଟଲିଷ୍ଟ 10 ଦିନ ପାଇଁ ଛାଡ଼ିଦବା ତାହେଲେ 50,000 ହେଇଯାଉଛି 50,000 ହେଇଯାଉଛି ଏବେ ହିସାବ କରିଦବା 50,000 ଟୋକନ ଟା ଆମର କେତେ ଟଙ୍କା ହବ ଯଦି ଆମେ 50,000 ଟୋକନ ସେଲ କରିବା ଦେଖ 50,000 ଟୋକନ ଆମେ ସେଲ କଲେ କେତେ ଆସିବ 19,000 ଟଙ୍କା ଆସିବ 19,000 ଟଙ୍କା ଆସିବ ଆମେ ଇନଭେଷ୍ଟମେଣ୍ଟ କେତେ କଲୁ 5,000 ଟଙ୍କା 5,000 ଟଙ୍କା ଇନଭେଷ୍ଟମେଣ୍ଟ କଲୁ 19,000 ପାଇଲୁ ଷ୍ଟ୍ରେଟ୍ ଆମର ଯୋଉ ଖଣିରୁ ଆମକୁ 14,000 ଟଙ୍କା ମିଳିଲା ଆମର 2,000 ଯେମିତି ସେମିତି ଅଛି କିନ୍ତୁ 2,000 ଟା ଯୋଉ ଥିଲା ସେଇଟା ଆମେ ଲିଜ ନେଲୁ ବୁଝ ଯୋଉ 2,000 ଅଛି ସେଇଟାକୁ ଏବେ ତମେ ନେଇପାରିବନି ତାକୁ ତମେ ଲିଜ ନେଇକି ତାଠୁ ପଇସା ନେଇପାରିବ ୟା ଅର୍ଥ ଶୁଦ୍ଧ ଓଡିଆଟା ହେଲା ତ 2,000 ଖଣିରୁ ଆମେ ଯଦି ସେଟାକୁ 10 ଦିନ ପାଇଁ ରଖିବା ତାହେଲେ ମୁଁ ପାଇଯିବି 5,000 ମୋର ଯଦି ଇନଭେଷ୍ଟମେଣ୍ଟ କରିବି ତାହେଲେ ମୁଁ ପାଇଯିବି କେତେ 14,000 ଟଙ୍କା ପାଇଯିବି ଷ୍ଟ୍ରେଟ୍ 10 ଦିନରେ ଠିକ ଅଛି ନାଇଁ ମତେ ଆହୁରି ଜଲ୍ଦି ଦରକାର ତାହେଲେ 4 ଦିନ ପାଇଁ ରଖ କିମ୍ବା 5 ଦିନ ପାଇଁ ରଖ ତାହେଲେ କେତେ ସେଇ ହିସାବରେ କେତେ ପାଇବ ନିଜେ କାଲକୁଲେସନ କରିଦବ ହେଲା ଏତିକି କାଲକୁଲେସନରେ ତମେ କେତେ ପାଇବ ସବୁବେଳେ ତମେ ପ୍ରଫିଟ ଟା ଦେଖିବ ନାହିଁ ମାସେ ରଖିବ ତାହେଲେ ମାସେ ଭିତରେ ତମେ 60,000 ଟଙ୍କା ପାଉଛ 60,000 ଟଙ୍କା ୱିଡ୍ର କରିବ ଥରଟେ ତମେ ୱିଡ୍ର କରିସାରିଲା ପରେ ମୋ ହିସାବରେ ଯେତେବେଳେ ତମେ ଟୋକନ ଟା ଅଧିକ ଟୋକନ ପାଇଯାଉଛ ଏବେ 60,000 ଟୋକନ ତମେ ପାଇଗଲ କି 50,000 ଟୋକନ ପାଇଗଲ ତମେ ଟ୍ରାଏ କରିବ ତମ ପାଖରେ ଗୁଡାଏ ଷ୍ଟେକ୍ ଓପନ ହେଇକି ଅଛି ତମେ ସେଇ ଭିତରୁ ଗୋଟେ ଷ୍ଟେକ୍ ଆକ୍ଟିଭ କରୁଛ ଟ୍ରାଏ କରିବ ସବୁତିକ ଷ୍ଟେକ୍ କୁ ଆକ୍ଟିଭ କରିବା ପାଇଁ ହେଲା ତ ଏବେ ଷ୍ଟେକ୍ ଯୋଉ ଅଛି ତା ଭ୍ୟାଲୁ ଟା ଆମର ଟୋକନ ଭ୍ୟାଲୁ ଟା କମ ଅଛି ବୋଲି ଆମକୁ ସେ 12,500 କହୁଛି ଟୋକନ ଭ୍ୟାଲୁ ଟା ଅଧିକ ହେଇଗଲା ମାନେ ସେଇଟା ହେଇଯିବ 25,000 ମାନେ ଡବଲ ହେଇଗଲା 25,000 ହେଇଯିବ ଟୋକନ ଭ୍ୟାଲୁ ଯଦି ଡବଲ ହେଲା ଆମର ଇନକମ ଟା ବି ଡବଲ ହବ ଯୋଉଠି ତମେ 19,000 ପାଉଥିଲ ସେଇଠି ତମେ 38,000 ପାଇବ ଓକେ ସେଆଡେ ଦେଖିଲେ ହିସାବ ଗୋଟିଏ ଏତିକି ଯାଏଁ କ୍ଲିୟର ହେଲା ନା କଣ ଡାଉଟ ଅଛି ମତେ ପଚାର ତାପରେ ଆଗକୁ ଯିବା ସାର୍ ଏବେ ୱିଟେଲ କାର୍ ଆସିଛି ୱିଟେଲ ମେସେଜ ଟା ଆମକୁ ଦେଖନ୍ତୁ ଟିକେ ରଞ୍ଜନ ରହିଛ ତମର ଏ କ୍ୱେଶ୍ଚନ ଆନ୍ସର ଆମେ ପଢିଦବା ନେକ୍ସଟ ଏତିକି ଯାଏଁ କାହାର ଡାଉଟ ଅଛି ପଚାର ହ୍ୟାଲୋ ହଁ ମୁଁ କହିଲି ଯୋଉ ଷ୍ଟେକ୍ ଟା ଲାଗିବ 12,500 ଦିଆ ହବ ହୁଁ ସେକେଣ୍ଡ ଟା ହୁଁ ହୁଁ ସେଇଟା 10 ଦିନ ପାଇଁ ମନେକର ଲଗା ହେଲା 10 ଦିନ ଭିତରେ ହୁଁ ଯେତେବେଳେ ରିଡିମ ହେଇଯିବ ହୁଁ ସେ 12,500 ଟା ଯୋଉ ଲାଗିଥିବ ସେଇଟା ଡିଆକ୍ଟିଭେଟ ହେଇଯିବ ନା ଆକ୍ଟିଭ ହିଁ ଥିବ ନା ସେଟା ଡିଆକ୍ଟିଭ ହେଇଯିବ ଯେତେ ଦିନ ପାଇଁ ଲଗେଇବ ହଁ ସେତେ ଦିନ ଯାଏଁ ସେ ଭ୍ୟାଲିଡ ସେ 5,000 ଟା ଆମର 12 ଦିନ ଭିତରେ 10 ଦିନ ଭିତରେ ଖତମ ତାପରେ ଖତମ ଲଗା ଗଲେ ଆଉ ଶୁଣ 5,000 ଦରକାର ମୁଁ ଆଉଥରେ କହୁଛି ଯୋଉ 12,500 ଟା ଲଗେଇଲ 12,500 ଟା ତମର 30 ଦିନ ଯାଏଁ ଭ୍ୟାଲିଡ ଓକେ ହଁ 30 ଦିନ ଯାଏଁ ସେଟା 12,500 ଟା ଭ୍ୟାଲିଡ ତମକୁ ଟାଇମ ଦଉଛି ଗୋଟେ ଦିନ ପାଇଁ ଲଗ କି 10 ଦିନ ପାଇଁ ଲଗ 30 ଦିନ ତମର ଟାଇମ ସେମ୍ ଲିମିଟ ଅଛି 12,500 ର ତମେ ଯଦି ଧୈର୍ଯ୍ୟ ନାହିଁ ତାହେଲେ ମାନେ 3 ଦିନ ପାଇଁ ଲଗ ଆମେ ଶୁଣ ନାଇଁ ମୁଁ ଆମେ 30 କହିଦଉଛି ଦିନ ନ ରଖିଲେ ଆମର ଲସ୍ ହବ ନା ସେଇଟା ହଁ ହଁ ସେଥିପାଇଁ କହିଲି 10 ଦିନ ରଖ କିମ୍ବା 5 ଦିନ ରଖ ଅଳ୍ପ ପ୍ରଫିଟ ରେ ଉଠେଇ ଦିଅ ଠିକ ଅଛି ପୁଣି ସେଇଥିରୁ 12,500 ଇନଭେଷ୍ଟ କରିକି ପୁଣି 30 ଦିନ ପାଇଁ ରଖ ବୁଝିଲ ନା ନାଇଁ ୱିଡ୍ର ଚେକ୍ ସେଇଟା ତ କରିବା ପାଇଁ ଲସ୍ ନା ଗୋଟେ ମାସରେ 5,000 ଦବା କଥା ଆମେ 15,000 ଦବା କମ୍ପାନୀ କି ଆମର ଲସ୍ ହବ ସେଇଟା ନା ନା ଲସ୍ କେମିତି ହବ ବୁଝିପାରିଲନି ଏବେ ଦେଖ ତମେ 12,500 ଦେଲ ଠିକ ହୁଁ ଅଛି 5 ହଁ ଦିନ ରଖିଲ 5 ଦିନରେ କେତେ କମେଇଲ 25,000 କମେଇଲ ଟୋକନ ହଁ ତାହେଲେ 12,500 ର ଡବଲ କମେଇଲ କି ନାଇଁ ଡବଲ ହେଲା ଡବଲ ହେଲା ଆଉ ସେ ଡବଲ ରୁ ପୁଣି ଆଉଥରେ 12,500 ଦେଇଦିଅ ନା ଲଙ୍ଗ ଟାଇମ ରଖିବା ପାଇଁ ଫାଷ୍ଟ ଚେକ୍ କରିବା ପାଇଁ 10 ଫାଷ୍ଟ ଦିନ ପାଇଁ ଚେକ୍ କରିବା କରିବା କହୁଛ ପାଇଁ ଚେକ୍ କରିବା ପାଇଁ ଇଏ କର ହେଲା ଏବେ
ଏବେ ଶୁଣ ଏବେ କନସେପ୍ଟ ଏତିକି ସରିଲା। ଏବେ ମେନ୍ ଇମ୍ପୋର୍ଟାଣ୍ଟ ପଏଣ୍ଟ ଶୁଣ, ଇମ୍ପୋର୍ଟାଣ୍ଟ ପଏଣ୍ଟ ଯୋଉଟା ମୁଁ ଯାଇନି ଏ ଯାଏଁ ଦେଖ। ଟିକେ ମ୍ୟୁଟ କରିଦିଅ, ମ୍ୟୁଟ କରିଦିଅ ଶରତ ଚନ୍ଦ୍ର, ଟିକେ ମ୍ୟୁଟ କରିଦିଅ। ଓକେ, ମ୍ୟୁଟ କରିଦିଅ ପ୍ଲିଜ। ଗେଟ୍ ଟି ଉପରେ ମାରିବା ଆମେ। ଏଇଠି ଯଦି ଆମେ ବାଇ କରୁଛୁ, ଭାଇ ମୋ ପାଖରେ ତ ଅଛି 5,000, ମତେ ଆଉ 3,000 ଟଙ୍କା ମୋ ପାଖରେ ହେଲେ ମୋର 12,500 ହେଇଯିବ। ଯଦି ତମେ ଏହା ଭାବିକି ଏଇଠି $30 କିଣୁଛ, ଦେଖିବ ପ୍ଲିଜ ଏଣ୍ଟର ଆମାଉଣ୍ଟ ୱିଦିନ ଦ ରେଞ୍ଜ, ମାନେ ମିନିମମ୍ ଆମାଉଣ୍ଟ ହଉଛି 50। ଏଠି କିଣି ପାରିଲ କି? 5,000 ମୁଁ କାହିଁ ଇନଭେଷ୍ଟମେଣ୍ଟ କରିବି? ମତେ ତ ଦରକାର ଆଉ 7,500 ଟୋକନ, ମୁଁ ଏତେ କାହିଁ କିଣିବି? 12,500 ଟୋକନ କାହିଁକି କିଣିବି ମୁଁ? ଏଇଟା କୋଶ୍ଚିନ୍ ଅଛି ନା ନାଇଁ ମୁଣ୍ଡରେ? ହଁ ନାଇଁ କିଛି କୁହ। ଠିକ ଅଛି, ତ ଆମେ ଯେତିକି ଆମକୁ ଦରକାର, କମ୍ପାନୀ ଯଦି 7,500 ଆମକୁ ଦେଇଦେଲା ଗୋଟେ 2 ଦିନରେ, ତାହେଲେ ତ ଆମକୁ କିଣିବାକୁ ପଡିବନି। ଯଦି ନ ଦେଲା ତାହେଲେ କିଣିବା ପାଇଁ ମୁଁ 5,000 କାହିଁ ଇନଭେଷ୍ଟମେଣ୍ଟ କରିବି? କାହିଁକି ନାଇଁ 2,800 କି 2,900 ଇନଭେଷ୍ଟମେଣ୍ଟ କରିକି ସେଟା 3 ଦିନରେ ବାହାରେ ପଡିବ, 3 ଦିନରେ ବାହାର କରିଦେବି ହେଲା। 3 ଦିନରେ ଡବଲ କରିକି ମୋର ଟିକେ ଡେମୋ ଟ୍ରାଏ କରିଦେବି ୱିଡ୍ର ଆସୁଛି ନା ନାହିଁ। ତ ଏଇଟା କନସେପ୍ଟ ଆମକୁ ବୁଝିବାର ଅଛି। ତ ଏ 30ଟା ମୁଁ କିଣିବି କେମିତି? ଏ 30ଟା ମୁଁ କିଣିବି କୋଉଠୁ ହେଲା? ୟା ପାଇଁ ହେଲେ ଆମକୁ ଯିବାକୁ ପଡିବ ଟ୍ରେଜର ଚେନ୍ କୁ। ଟ୍ରେଜର ଚେନ୍ ଟା ହେଲା ଟୋକନ ର ଖଣି। ଏହା ପାଇଁ ହେଲେ ଆମେ ଯିବା ପ୍ରି ସେଲ କୁ। କଣ ହେଇଗଲା? ଏଇଠୁ ବନ୍ଦ କରିଦେଲା। ଓକେ, ଦେଖ ଏଇ ଓପନ ହବ। ହଁ ଓପନ ଅଛି, ଓପନ ଅଛି, ଟିକେ ସାଇଟ ଟା ସ୍ଲୋ ଅଛି। ଦେଖ ଟ୍ରେଜର ଚେନ ରୁ ତମେ କେମିତି କିଣିବ? ଟ୍ରେଜର ଚେନ ରୁ ଆମେ ଟୋକନ କେମିତି କିଣିବା? ଲାଇଭ ତମକୁ ଦେଖଉଛି, ଲାଇଭ ହେଲା, ଲାଇଭ ଦେଖିବ। ଏଠି ପ୍ରି ସେଲ ଉପରେ କ୍ଲିକ କଲା ପରେ ଏଠି ଭିୟୁ କ୍ୟୁଆର କୋଡ ଆସିଲା, ଆଉ ତାର ଡିପୋଜିଟ ଆଡ୍ରେସ ଆସିଲା। ଏଠି ଭି କ୍ୟୁଆର କୋଡ ଉପରେ କ୍ଲିକ କରିବ। କ୍ୟୁଆର କୋଡ ଟା ଆସିଲା, ଓକେ। ତ ତାର ମୁଁ ସ୍କ୍ରିନଶଟ ନେଇଗଲି। ଭଲସେ ଦେଖ, କନସେପ୍ଟ ଟା ଦେଖୁ ତ, ଭୁଲିବନି ହେଲା। ରେକର୍ଡ ତ ଅଛି, ତମେ ଚେକ୍ କରିଦବ ପରେ ୟୁଟ୍ୟୁବରେ। ଡନ୍। ଏ ଆଇଫୋନ ମତେ ବାୟା କରିଦବ। ଆଉଥରେ ସ୍କ୍ରିନଶଟ ନଉଛି। ଡନ୍, ସେଭ୍ ଟୁ ଫଟୋ। ଓକେ, ମୁଁ ୟାର କ୍ୟୁଆର କୋଡ ସେଭ୍ କରିଦେଲି। ଏବେ ପଳେଇବି ବାଇନାନ୍ସ କୁ। ବାଇନାନ୍ସ ରେ ଗଲି, ମୁଁ ବାଇନାନ୍ସ କୁ ଆସେଟ କୁ ଯିବି, ୱାଲେଟ, ଆସେଟ ଗଲା ପରେ ୱାଲେଟ ହେଲା। ୱାଲେଟ ରେ ଦେଖ ମୋ ପାଖରେ ଏବେ ୟୁଏସଡିଟି ନାହିଁ। ସେତେ ୟୁଏସଡିଟି ମୋ ପାଖରେ ଏବେ ନାହିଁ। ହେଲେ ୟୁଏସଡିଟି ମୁଁ କେମିତି ୱାଲେଟ ରେ ୟୁଏସଡିଟି କେମିତି ଆଡ କରିବି? ଓକେ, ତବେ ରିସିଭ ମାରିବ। ରିସିଭ ଭାୟା ଟୋକନ ଅଛି, ୱିଡ୍ରଲ୍ ଫ୍ରମ ବାଇନାନ୍ସ ଏକ୍ସଚେଞ୍ଜ। ୱିଡ୍ରଲ୍ ଫ୍ରମ ବାଇନାନ୍ସ ଏକ୍ସଚେଞ୍ଜ କରିବ, ୟୁଏସଡିଟି କରିବ। ୟୁଏସଡିଟି କଲି, ବିଇପି ଚେନ୍ ଚୁଜ୍ କରିବ। ପ୍ରୋସେସ ଦେଖୁ ତ, ନିଜେ କରିବ, ରେକର୍ଡ ଅଛି, ଟେନସନ ନିଅନି। କଣ୍ଟିନ୍ୟୁ ମାରିଲ। ନେକ୍ସଟ ମତେ ଏଇଠି ଦରକାର, ମୁଁ ଯେତେ ମୋର ବାଇନାନ୍ସ ରେ ଅଛି ସବୁତିକ ମୁଁ ଟୋକନ କିଣିବା ପାଇଁ ଲଗେଇଦେବି ହେଲା। ଏବେ ୱିଡ୍ର ମାରିଲି। ନେକ୍ସଟ କନଫର୍ମ। ସବୁ ଲାଇଭ ଦେଖଉଛି ହେଲା। ଅଥେଣ୍ଟିକେଟର ଆପ୍ ଓକେ। 483168 483168 ଓକେ। ଦେଖ କନଫର୍ମ କରିଦେଲି ମୁଁ। ଗୋ ଟୁ ବାଇନାନ୍ସ ୱାଲେଟ। ଏବେ ମୋ ୱାଲେଟ ରେ ଏଟା ଶୋ ହେଇଯାଉ, ଆମାଉଣ୍ଟ ଟା ସେଭ୍ ହେଇଯାଉ, ତାପରେ ଆମେ କିଣିବା। ଓକେ, ଆସିଗଲା ମୋ ବାଇନାନ୍ସ ରେ ଆମାଉଣ୍ଟ ଟା ଆସିଗଲା। ଏବେ ମୁଁ ଟୋକନ କିଣିବି। ଟୋକନ କିଣିବି କେମିତି ଯିବି? ଆସେଟ ବାଇନାନ୍ସ ୱାଲେଟ ରେ ଅଛି ମୁଁ ହେଲା, ୱାଲେଟ ରେ
asset ଏଇଠିକି ମାରିବି ସେଣ୍ଡ ମାରିଲି ସେଣ୍ଡ ମାରିଲା ପରେ USDT ଓକେ ଏଇଠି ମତେ ପଚାରିଲା ପେଷ୍ଟ ଅର ସ୍କାନ ମୁଁ ସ୍କାନ କଲି QR କୋଡ ଅପଲୋଡ QR କୋଡ ଟା ସେଭ୍ କରିଥିଲି ମୁଁ ଅପଲୋଡ ମାରିଦେଲି ଓକେ କଣ୍ଟିନ୍ୟू ମ୍ୟାକ୍ସ ମାରିଦେଲି ମୋର ଯେତେ ଆମାଉଣ୍ଟ ଅଛି ସେତିକି ଆମାଉଣ୍ଟର ମତେ ଦରକାର କଣ୍ଟିନ୍ୟू କନଫର୍ମ ଟ୍ରାଞ୍ଜାକ୍ସନ ସବମିଟେଡ ମୁଁ ଆମାଉଣ୍ଟ ପଠେଇଦେଲି ଟ୍ରେଜର NFT କୁ ପଠେଇଦେଲି ସେଣ୍ଡିଂ ସକ୍ସିଡେଡ ଓକେ ଏବେ ମୁଁ ଜଗିବି TOFT ଟୋକନ ପାଇଁ TOFT ଟୋକନ ଟା ତମର ହିଷ୍ଟ୍ରିରେ ଆସିବ କେତେ ସମୟ ଜଗିବା ଆସିଯିବ ସେ ଆସିଗଲା ବୋଧେ ଦେଖେ ଦେଖ ଆସିଗଲା 4127 ମତେ TOFT ଟୋକନ ରିସିଭ ହେଇଗଲା ଏବେ ମୁଁ ଯିବି ଏଠି ଦେଖିବ TOFT ବାଲାନ୍ସ କେତେ ବତେଇଲା 4127 TOFT ବାଲାନ୍ସ ବତେଇଲା ବର୍ତ୍ତମାନ ଏଇ TOFT ଟାକୁ ମୁଁ ଟ୍ରେଜର NFT କୁ ଛାଡ଼ିବି ଆମର କନସେପ୍ଟ ଟା ଦେଖୁ ତ ପୁରା ଧୀରେ ଧୀରେ ମୁଁ ପ୍ରାକ୍ଟିକାଲ କରୁଛି ହେଲା ଏଇଟା ମୁଁ କରିଦେଲି କ୍ଲୋଜ ମୁଁ ଟ୍ରେଜର NFT ଗଲି ଓକେ ଏଇଠି କଣ କରିବି ମୁଁ ମାଇ କୁ ଯିବି ଆସେଟ କୁ ଯିବି ଡେପୋଜିଟ ସ୍ଲୋ ଅଛି ଇଏ ତ ସ୍ଲୋ ଅଛି ଯୋଉଟା କି ଆମର ଇଜି ଉପାୟ ଆଉ ଆମେ ଯେତେ ଟୋକନ ଚାହିଁବା ଯେତେଟା ଆମକୁ ନିଡ ସେତେଟା ଆମେ ଆଣିବା ଆମକୁ ଅଧିକ ଭାଇ ଟିକେ କହିପାରିବେ କି ହଁ ସେ ଏଇଟା ସ୍କ୍ରିନ୍ ଏଇଟା ଟିକେ ସ୍କ୍ରିନ୍ ରେକର୍ଡ ବି କରିଦିଅନ୍ତୁ ହଁ ୟୁଟ୍ୟୁବ ରେକର୍ଡ ଅଛି ଟେନସନ ନାହିଁ ହେଲା ୟୁଟ୍ୟୁବ ରେ ଲାଇଭ ଚାଲିଛି ଟେନସନ ନିଅନି ସବୁ ପାଇବ ହେଲା ଟିକେ ଏଇଟା ସ୍ଲୋ ହଉଛି ଯାହା ବି ମୁଁ କରୁଛି ତମକୁ ଲାଇଭ ଦେଖଉଛି ହେଲା ଏବେ ୱିଡ୍ରୋ ଟା ମାରିକି ତମକୁ ଲାଇଭ ବତେଇବି ହେଲା ଏବେ ଡେପୋଜିଟ କୁ ଯିବ ଡେପୋଜିଟ ଗଲା ପରେ ଆମର ନୋଡ ରେ BIP20 ଚୁଜ କରିବ ହେଲା BIP20 ହିଁ ଚୁଜ କରିବ ନୋଡ 1 ଚୁଜ କର ନୋଡ 1 ମୋର ରେଡ୍ ଅଛି ସେଥିପାଇଁ ମୁଁ ନୋଡ 2 କୁ ଗଲି BIP20 ଚୁଜ କଲି BIP20 ଚୁଜ କଲି ତା QR କୋଡ ଟାକୁ ଜୁମ କଲି यार ଗୋଟେ ସ୍କ୍ରିନଶଟ ନେଇଗଲି ଓକେ ଏବେ ମୁଁ ଯିବି ବାଇନାନ୍ସ କୁ ଟୋକନ ଟାକୁ ପଠେଇବି ହେଲା ବାଇନାନ୍ସ କୁ ଗଲି ଏଇଠି ମାରିବି ସେଣ୍ଡ କଣ ପଠେଇବି ମୁଁ ଟୋକନ TOFT ଉପରେ ଚୁଜ କଲି ସ୍କାନ ଅପଲୋଡ ମୋର QR କୋଡ ଟା କଣ୍ଟିନ୍ୟୁ କେତେ ପଠେଇବି ମୁଁ ସବୁତିକ ପଠେଇ ଦଉଛି ମତେ ସବୁତିକ ଦରକାର ମୁଁ ସବୁତିକ ପଠେଇଦେଲି କଣ୍ଟିନ୍ୟୁ କନଫର୍ମ ସେଣ୍ଡିଂ ସକ୍ସିଡେଡ ପଳେଇଲା ମୋର ଟ୍ରେଜର NFT ସ୍ପିଡ ଟା ଦେଖିବ ଏବେ କେତେ ଜଲଦି ଆସୁଛି ଏବେ ଯିବା ଆସେଟ କୁ ଆସିଗଲା କେତେ ସେକେଣ୍ଡ ଲାଗିଲା କେତେ ସେକେଣ୍ଡ ଲାଗିଲା କନସେପ୍ଟ କ୍ଲିୟର ହେଲା ଓକେ ହେଲା ତ ଏ ଟୋକନ ଟାକୁ ଆମେ ଇଜିଲି ୟୁଜ କରିବା ଆମର ଷ୍ଟେକ ରେ କ୍ଲିୟର ହେଲା ଏବେ ଏତିକି ସମସ୍ତଙ୍କ କ୍ଲିୟର ହେଲା କନସେପ୍ଟ ଟା ହଁ ନାହିଁ ସାର୍ ଓକେ ଓକେ ସାର୍ ଟ୍ରଷ୍ଟ ୱାଲେଟରୁ କେମିତି ପଠେଇବା ନା ନାଇଁ ଶୁଣ ଟୋକନ ପାଇଁ ତମେ ଏବେ ଟ୍ରଷ୍ଟ ୱାଲେଟ ରେ ଖାଲି ସେଟା ରିସିଭ କଲ ହେଲା ମାନେ ଏକୁଟା ଖାଲି ଟୋକନ ଟା ଆମେ ଏଇଠି 5000 ରିସିଭ କରିବା ପାଇଁ ଆମେ ଟ୍ରଷ୍ଟ ୱାଲେଟ ଦେଲେ କିନ୍ତୁ ୟୁସେଜ କର ତମର ବାଇନାନ୍ସ ସହିତ ହେଲା ବାଇନାନ୍ସ ରେ ମୁଁ ଶିଖେଇଦେଲି କେମିତି ପ୍ରୋସେସ ଟା ସବୁ ବାଇନାନ୍ସ କୁ ଫଲୋ କର ଠିକ ଅଛି କାରଣ ଆଗକୁ ଲେନ ଦେନ ଟା ତମର ବାଇନାନ୍ସ ସହିତ ହବ ଠିକ ଅଛି ନା ଏବେ ୱିଡ୍ରୋ ଟା ଟ୍ରଷ୍ଟ ୱାଲେଟରେ ହଁ ତାମାନେ ଆକ୍ଟିଭ ହବନି ଆଉ ହଁ ଟ୍ରଷ୍ଟ ୱାଲେଟ ରେ ବି ହବ ଟ୍ରଷ୍ଟ ୱାଲେଟରେ ୱାଲେଟ ଏବେ ଗୋଟେ ଭିଡିଓ ଟେ ବନେଇ ଛାଡିଦେବି ଟ୍ରଷ୍ଟ ୱାଲେଟ ର ଠିକ ଅଛି ଏବେ ଲାଇଭ ଦେଖିଲି ଆଜ୍ଞା ମୋର ଆଜ୍ଞା ଆଜ୍ଞା ବାଇନାନ୍ସ ରେ ଥିଲା ବୋଲି ବାଇନାନ୍ସ ର ଲାଇଭ ଟା ବତେଇଲି ହେଲା ବାଇନାନ୍ସ ର ତ ଜାଣିଗଲି ହଁ ଆଉ ଟ୍ରଷ୍ଟ ୱାଲେଟ ର ଗୋଟେ ଭିଡିଓ ଟେ ବନେଇ ଛାଡିଦେବି ହେଲା
ଓକେ ଏବେ ସାର୍ ଓକେ। ଏବେ ଆମେ ଯିବା ମୋର ଯୋଉ ଇଏ ଆଜି ସକାଳେ ଯୋଉ ମୁଁ ଗୋଟେ ଭିଡିଓଟେ ଛାଡିଥିଲି ଯୋଉମାନେ ଦେଖିଥିବେ ୟୁଟ୍ୟୁବ, ମୁଁ ଏ ଟୋକନ ଟାକୁ କନଭର୍ଟ କରିକି ୟୁଏସଡିଟି ରେ ଆଣିଛି ହେଲା। ଆଉ ସେ ୟୁଏସଡିଟି ର ଏବେ ମୁଁ ୱିଡ୍ର ମାରିବି। ଆସେଟ ୱିଡ୍ର ମୋର ଏବେ ଟାଇମ ଟା ରନ୍ ହଉଥିବ। ଆଉ ରହିଲା 21 ମିନିଟ୍। ଓକେ, ତ ଆମେ 20 ମିନିଟ୍ ଆମ ମିଟିଂ ଭିତରେ ହିଁ ସରିଯିବ। ଆମେ ଡିସ୍କସ କରିଦବା ପ୍ରଫିଟ ଆଣ୍ଡ ଲସ୍ ଟା। ତାପରେ ଏତିକି ଯାଏଁ ବୁଝା ପଡିଲା, ସେତିକି ଭିତରେ ଆମର 20 ମିନିଟ୍ ହେଇଯିବ, ଆମେ ଲାଇଭ ୱିଡ୍ର କୁ ଯିବା। ଠିକ ଅଛି, ଟିକେ ଷ୍ଟ୍ରିମ୍ ଷ୍ଟପ୍ କରୁଛି। ମୁଁ ଏଟା ଲିଭ୍ ଏବେ ଆମେ ଆସିଗଲୁ ପୁଣି ଲାପଟପ୍ କୁ। ସମସ୍ତେ ହାତ ପକେଇ ଦିଅ। ଭାବୁଛି କି ସମସ୍ତଙ୍କୁ ବୁଝା ପଡିଥିବ କି ଟୋକନ ଟା ଆମେ କୋଉଠୁ ଆଣିବା, ରାଇଟ? ଯୋଉମାନଙ୍କୁ ରାଇଟ୍ ବୁଝା ରାଇଟ୍। ପଡୁଛି ମାନଙ୍କୁ ଓକେ, ସେ ଭାଇ ମାନଙ୍କୁ ସ୍କ୍ରିନ୍ ରେକର୍ଡିଂ କରି ଛାଡିଦେବେ। ଆଚ୍ଛା ଏଇ ଟୋକେନ ଟାକୁ ବାଇନାନ୍ସରେ କନଭର୍ଟ ସେଇଦିନ ହବ ନା ହବନି କୋଉଠି? ନା ୟୁଏସଡି ରେ? ନା 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 ନା, ସେ ତାର ଟୋକନ ଟାକୁ ନିଜେ ଚେନ ରେ ଦେଇଦେଲା ପରା। ଟୋକନ କୁ କନଭର୍ଟ କରିବା ପାଇଁ ନିଜର ଚେନ ଦେଇଦେଲା ପରା, ବାଇନାନ୍ସ ରେ ଆଉ କାଇଁ କରିବ? ନା ନା ୟୁଏସଡି କନଭର୍ଟ କେତେବେଳେ ହବ ଯଦି କରିବାକୁ ଚାହିଁବ? ତା ଚେନ ରେ, ଟ୍ରେଜର ଏନଏଫଟି ଚେନ ରେ, ଏଇଠି ଦେଖେଇଲି ପରା ଭିଡିଓରେ। ନା ନାଇଁ ବାଇନାନ୍ସ ରେ। ବାଇନାନ୍ସ ରେ କାଇଁ କରିବ? ଧର ଏବେ ତମେ ସେଇଟାକୁ ଟିଓପି ଟୋକନ ରେ କଲ, ତାକୁ ଆଉଥରେ କନଭର୍ଟ ବାଇନାନ୍ସ ହବ କେମିତି? ନା ନା, ସେଇଠି କନଭର୍ଟ ହବନି ଏବେ। ହବନି କି? ନା ନା, ସେଇଠି ଏବେ ସେ କନଭର୍ଟ ହବନି। ଲିଷ୍ଟିଂ କଥା ପଚାରୁଥିଲେ। ହଁ, ସେଇଠୁ ଏବେ ଶୁଣ, ବାଇନାନ୍ସ ରେ ଏବେ ସେଇଠି କନଭର୍ଟ ହବନି। ଏବେ ତମେ କନଭର୍ଟ କରିବ ଟ୍ରେଜର ଏନଏଫଟି ରେ ହିଁ କନଭର୍ଟ କରିବ ସବୁତିକ ଜିନିଷ। ଟିଓପି ଆଚ୍ଛା। ଟାକୁ ୟୁଏସଡିଟି ରେ କନଭର୍ଟ କରିବ, ତାପରେ ୱିଡ୍ର ମାରିବ ହେଲା। ହୁଁ। ଆଉ ଏବେ ମୁଁ ହିସାବ ଟା ତମକୁ କହୁଛି, ହିସାବ ଟା କ୍ଲିୟର କରି ବତେଇ ଦଉଛି ପ୍ରଫିଟ ଆଣ୍ଡ ଲସ୍ ଟା। ଓକେ, ଦେଖ 30 ୟୁଏସଡିଟି ମୁଁ ଇନଭେଷ୍ଟମେଣ୍ଟ କରିବି। ମୋ ପାଖେ ଅଛି 5000 ଟୋକନ। ମୋ ପାଖେ ଅଛି 5000 ଟ୍ୟୁଏଫଟି। ମତେ ଆଉ ଦରକାର କେତେ? ମତେ ଦରକାର ପ୍ଲସ୍ ଦରକାର କେତେ? 7500। ସ୍କ୍ରିନ୍ ଟା ଭିଜିବଲ ହଉନି। ସ୍କ୍ରିନ୍ ସେୟାର କରିନି, ସରି ସରି ସରି, ରହିଯାଅ। ଓକେ, ଦେଖ ମୋ ପାଖରେ ଏବେ ଅଛି, ମୋ ପାଖରେ ଅଛି 5000। ଏଇଟା ତ ଫିକ୍ସ ଅଛି ମୋ ପାଖରେ। ମତେ ଦରକାର ଆଉ 7500 ମୋ ଷ୍ଟେକ୍ ଆକ୍ଟିଭେଟ କରିବା ପାଇଁ। ଷ୍ଟେକ୍ ଆକ୍ଟିଭେଟ କରିବା ପାଇଁ ମତେ ଦରକାର ଟୋଟାଲ ଆମାଉଣ୍ଟ 12500। ରାଇଟ, କ୍ଲିୟର ହେଲା ଏ ଜିନିଷ? 7500 ଟୋକନ କେମିତି ଆଣିବ ମୁଁ ତମକୁ ଲାଇଭ ବତେଇଲି ହେଲା। $30 ରେ ଆମେ 7500 ଟୋକନ ଆଣିପାରିବା। ବଟ୍ ଡାଇରେକ୍ଟ ଟ୍ରେଜର ଏନଏଫଟି ରେ ତମେ ସେଇଠି ଗେଟ୍ କଲେ 50 ଲାଗିବ, ବାହାରୁ ଆଣିଲେ 30 ରେ ବି ତମେ ଆଣିପାରିବ ହେଲା। ତ 12500 ରେ ଆମେ ଷ୍ଟେକ୍ ଟା ଆମର ଆକ୍ଟିଭେଟ ହେଇଗଲା। ଷ୍ଟେକ୍ ଡ୍ୟୁରେସନ ହେଲା, ଷ୍ଟେକ୍ ଏ 12500 ଟା ଭ୍ୟାଲିଡ କେବେ ହବ? 12500 ଟା ଭ୍ୟାଲିଡ ହଉଛି 1 to 30 ଡ୍ୟୁରେସନ। ଅଛି ସିଏ ବି ସେଇ 12500 ଦବ। ଶୁଣ ଶୁଣ, ପୁରା ଶୁଣ, 12500 ଟା ଆମର ଭ୍ୟାଲିଡ ହଉଛି ଦିନେରୁ 30 ଦିନ ଯାଏଁ ଭ୍ୟାଲିଡ। ଦିନେରୁ 30 ଦିନ ଯାଏଁ ଭ୍ୟାଲିଡ। ଯଦି ଆମ ୱାଲେଟ ରେ ଷ୍ଟେକ୍ ରେ କନସେପ୍ଟ ଟା ଠିକ ସେ ବୁଝୁ ତ ତାହେଲେ ଜାଣିବ ହେଲା। ଏ 12500 ଟା ଭ୍ୟାଲିଡ ହଉଛି 1 ରୁ 30 ଦିନ ଯାଏଁ ଭ୍ୟାଲିଡ ହେଲା। ଭାବ ଆମ ୱାଲେଟ ରେ ଅଛି 2000 ୟୁଏସଡିଟି। 2000 ଯୋଉଟା ଆମ ଷ୍ଟେକ୍ ରେ ଅଛି। ମୋ ଷ୍ଟେକ୍ ରେ ଅଛି 2000 ୟୁଏସଡିଟି। ତ ମୁଁ ଦିନକୁ ପାଇବି
5000 TUFT 5000 TUFT मो इन्वेस्टमेंट केते मो इन्वेस्टमेंट होची एटा मोर इन्वेस्टमेंट मो इन्वेस्टमेंट 5000 नाही मो इन्वेस्टमेंट केते 7500 ହେଲା मोर इन्वेस्टमेंट 7500 ହେଲା मोर इन्वेस्टमेंट मते दिन को आसला 5000 मु एते रिस्क नेबिनी 2 दिन को आसला 5000 10000 हेला मोर मूल उठीगला आउ गोटे दिन जगिबी 15000 हेला मोरा डबल हेगला 7500 इन्वेस्ट करथिली 15000 भाई हेगला मो अमाउंट टा डबल हेगला मु एबे विथड्रॉ मारिबी मो सजेशन एटा मोर पर्सनल सजेशन हला तमे फास्ट अमाउंट डबल करके विथड्रॉ मारो पुणी री इन्वेस्ट करि पारिबो किंतु अमाउंट टा डबल मारिया पे ट्राई करिवो विथड्रॉ टा चेक करिवो निजे पैसा तो खणी तो अछि तम पाखरे खणी कुआडे जाइनी खाली तमे निजे निजे विथड्रॉ टा चेक कर दियो भाई पैसा ठीक ठाक आसु ना नहीं हला नहले आ गोटे दिन जगी दियो आउ टिके लाभ पाई 20000 टोकन हम पाइजु हला जदि आमे 20000 टोकन प्रॉफिट पाउछु 20000 टोकन जदि सेकेंड वीक रे आसला ताले 16000 हे जिवो फर्स्ट वीक रे 8000 जदि 4 दिन टा सेकेंड वीक पळौची ताले जेबे जहा रेट थिवो सेटा भाग्य ऊपर अछि हला एटा प्रॉफिट इन्वेस्टमेंट गेन एटा ठीक अछि प्रॉफिट केते हला मान 4 दिन रो मु कहूची हला प्रॉफिट हला केते this one equals to this minus this प्रॉफिट हला तुमको स्ट्रेट $50 प्रॉफिट हला बुझी पालो तमरो मूल छाड़ी की तुमको 4 दिन रे $50 प्रॉफिट मिल जाउची सेल करिया पय तो तार प्लेटफॉर्म अछि हला 4 दिन रे तमरो मूल सहित प्रॉफिट तमे पाई गलो एबे तमे प्रॉफिट को लगई की रखी दबो 10 दिन पुणी उठे दबो 10 दिन अधिक जे संभाली पारनी 10 दिन कर दबो स्लैब भाई मु 10 दिन रे इन्वेस्टमेंट करी 10 दिन रे का पाई आ जा पाखे 2000 रो 5टा पड़ी 2000 स्टेक रो 5टा पड़ी इमेजिन करो तारो अमाउंट केउ आड़ को जीवो इमेजिन करो जेती तमे उठेइचो खाली इमेजिन करो दिगोटा कुआडे जीवो खाली इमेजिन करो हैला सेही हिसाब रे तमे दिन को जदी सबुथरु जदी टीयूएफटी पाइलो 5 हजार ताले पर डे तमर केते इनकम हो देखो को हिसाब रे तमरो इनकम टा हबो निजे कैलकुलेशन करियो पेन एंड पेपर रे सब दियो जिंस कैलकुलेशन करिवो तापरे डेइबो हला बिना कैलकुलेशन रे कुआडे जीवो नाही क्लियर हैला जिंसटा क्लियर हैला तो ମୁଁ ଟିକେ କହିବି କି हां ଏବେ ଯୋଉ ଆପଣ କହିଲେ ୟାର हां ଆଉ ଟିକେ କନଫର୍ମ ହୁଅନ୍ତୁ हां ୟାର ଗୋଟିଏ ଷ୍ଟେକ୍ ଯେତେବେଳେ ଆପଣ ଲଗାଉଛନ୍ତି ସେକେଣ୍ଡ ଷ୍ଟେକ୍ ଲଗେଇ ପାରିବେ ନାହିଁ ନାଇଁ ସେକେଣ୍ଡ ଶୁଣ ଷ୍ଟେକ୍ ଶୁଣ ଲଗେଇଲେ रुहंतु ହଁ विराट बाबू रुहंतु ହଁ एइडी मु कहबी गोटिए स्टेक जदि तमे 1% रे लगौछ ହଁ कुआड वाला परसेंटेज टा हां जदि गोटे स्टेक तमे 1% लगौछ नेक्स्ट स्टेक ହଁ रे तमे 1.1% लगेइबो ହଁ ହେଲା जदि एट ए टाइम ହଁ लगौछ मु एट ए टाइम कथा तुमको एइठी कहूनी मु ହଁ कहूची तुमको रिडीम करिया मैं कहूची सेही ନାଇଁ स्टेक टा ରିଡିଂ रिडीम ତ करिके आउ थरे सेही स्टेक नहीं परियो तुमे बट सेही स्टेक थाउ थाउ आउ गोटे स्टेक नहीं परियोनी बुझी पारलो ହଁ ହଁ ଏଇଟା ଅଛି ମାନେ ଆଉ ଗୋଟେ ନେଇପାରିବ ନାହିଁ हाँ जदि 1% रो गोटे स्टेक तमरो अछि सेकंड स्टेक टा तमे ହଁ 1.1 नबो जदि 1.1 गला 1.1 गला थर्ड स्टेक टा तमे 1.2 नबो एई हिसाब रे ହଁ हाईएस्ट जीवो 1.5 ओके एटा हला स्टेक रो रूल जो आमे एते आडे जाइचु आमे स्टार्टिंग रु आमे जानिचु कंपनी एबे होउची प्रॉफिट जाऊ कमै देबा हमरो प्रॉफिट जाऊ कमै देबा आमे अधिक दिन रखिबानी 5 दिन 10 दिन 4 दिन एमती करी करी आमे प्रॉफिट टा आमे कमै देबा तापर देखिबा पर मूଳ उठेଇ दबा तापर देखिबा भाई केते दिन हम रखिया सेटा हम ऊपर अछि
ଫାଷ୍ଟ ଆମେ ପ୍ରଫିଟ ଟାକୁ ଇନକମ୍ କରିଦବା, ତାପରେ ଆମେ ହୁଁ ରଖିବାର କାପାସିଟି ଆସିବ। ହୁଁ ଠିକ ଅଛି, ଆଜ୍ଞା। ଓକେ। ଏତିକି ଭିତରେ କାହାକୁ କଣ ଡାଉଟ ରହିଲା? ଯାହାର ୱାଲେଟ ରେ 2000 ଅଛି ସିଏ 5000 ଲଗେଇଲେ ଚଳିବ, ଯାହାର ହଁ 200 ଅଛି ସିଏ କେତେ ଲଗେଇବ? ସେ ବି ସେଇଆ ଲଗେଇବ। ସମସ୍ତଙ୍କ ପାଇଁ ରୁଲ ଗୋଟେ, ଯାହାର 200 ଅଛି ତାର ତାକୁ ଦଶ ଟିକେ ଯାହାର 200 ଅଛି ହଁ ତାର ଦିନକୁ କେତେ ଆସିବ ଦେଖ। 200 କଥା 2000 ରେ ଛାଡିଦିଅ ନା, ଯାହାର 50 50 60 ଅଛି ସେ କଣ କରିବ? ହଁ, ସମସ୍ତଙ୍କ ପାଇଁ ରୁଲ ଗୋଟେ ହେଇଗଲା। ଏବେ ଯାହା ହୁଁ ଆକାଉଣ୍ଟରେ 200 ଅଛି, ଏବେ ଭାବ ଯାହା ଆକାଉଣ୍ଟରେ 200 ଅଛି, 2000 ନାଇଁ 200 ଅଛି, ସେ ଦିନକୁ କେତେ ପାଇବ? $2 500 500 500 500 ଟୋକନ। $2 ମୁଁ କହୁଛି ତ ଭାବିକି ଯାଅ ଆଉ। ହଁ, 500 ଟୋକନ। ହୁଁ 500 ଟୋକନ ହୁଁ ଟା ଯଦି ସେ ରଖିବ କେତେ ଦିନ? 10 ଦିନ ରଖିବ, ତାହେଲେ ତାର ମୂଳ ପାଇବ। 20 ଦିନ ବେଳକୁ ପ୍ରଫିଟ ପାଇବ। ଏଇଟା ହେଲା କନସେପ୍ଟ। ଏଟା 500 ବହୁତ ଟୋକନ, ଡିଫିକଲ୍ଟ ହବ। ହଁ, 10 ଦିନରେ 10 ଡେଜ ରେ ସେ ପାଇବ 5000 ତାର ମୂଳ। ତାପରେ 20 ଡେଜ ରେ ତା ପ୍ରଫିଟ ପାଇବ 10000। 20 ଡେଜ ହେଲା। ଆଉ କାହାର କୋଶ୍ଚିନ୍ ଅଛି? ଦେଖ ମିଟିଂ ଏବେ ଜଣେ ଜଏନ କରୁଛି, ଏ କଣ ବୁଝିବ? ପଳେଇଲା, ଯାଅ। ସକାଳେ ଏବେ ମୁଁ ୟୁଟ୍ୟୁବରେ ସେ ଦେଖିବ ଆଉ ଯିଏ ଆସିବ ପଳେଇଲା ଯିଏ ଦେଖିବ। ହଁ ସକାଳେ ସିଏ ପଳେ ଗୋଟେ ଭଲ ମେସେଜ ଆଉ 9 ମୋବାଇଲ ମିନିଟ୍ ଶୁଣ, ରହିଲା। ଯୋଉମାନେ ଏବେ ବର୍ତ୍ତମାନ ବୁଝି ପାରୁନାହାନ୍ତି ସେମାନେ ସକାଳେ ସେ ୟୁଟ୍ୟୁବ ଦେଖି ପ୍ରାଞ୍ଜଳ ଭାବରେ ବୁଝିପାରିବେ। କାହିଁକିନା ଏବେ ହଁ, ଯୋଉମାନେ ବୁଝି ପାରୁନାହାନ୍ତି ସେମାନେ ୟୁଟ୍ୟୁବ ଦେଖିଲେ ପ୍ରାଞ୍ଜଳ ଭାବରେ ବୁଝିପାରିବେ। ୟୁଟ୍ୟୁବରେ ଏବେ କ୍ଲିୟର ଅଛି। ବୁଝିବା କଣ ଦରକାର ଯେ, ହ୍ୟାଲୋ, ହଁ ବୁଝିବା କଣ ଦରକାର ଯେ କେମିତି ଷ୍ଟେକ୍ ନିଆହବ ସେ ପ୍ରୋସେସ ଟା ଆଗେ ହଉ କାଲି, ତାପରେ ଦେଖିବା କଣ ହଉଛି। ହଁ, ଷ୍ଟେକ୍ ତ ତମକୁ କୁହାହେଲା ଆଉ ନାଲ ଲାଇଭ। ନାଲ ହେଇକି ଜଣା ପଡୁନି। ଷ୍ଟେକ୍ ର ଭିଡିଓ ଗୋଟେ ମୁଁ ଛାଡିଦେବି। ଷ୍ଟେକ୍ ର ହଁ ଭିଡିଓ ଗୋଟେ କରିକି ଛାଡିଦେବି, କିଛି ଅସୁବିଧା ନାହିଁ। ଏବେ ହଁ କଥା, ହଁ, ଅସୁବିଧା ହେଲା। ନାଇଁ, ଏଇଟା ବି ଗୋଟେ କୁହନ୍ତୁ ଯେ ଜଣଙ୍କର $50 ଲଗେଇଥିଲା, ତାର $60 70 ଅଛି, ସିଏ ସେ ଜାଗାରେ କଣ କରିବ? $60 70 ଯାହାର ଅଛି, ମାନେ ଭାବ ଯାହା ୱାଲେଟ ରେ $50 60 ଅଛି, ଯାହା ୱାଲେଟ ରେ। ହୁଁ ହୁଁ ଏସବୁ ଆମକୁ କ୍ଲିୟର କରିଦେଲି, ଏସବୁ ତ ବୁଝା ପଡିଲା, କ୍ଲିୟର କରିଦେଲି ହେଲା। ଯାହା ୱାଲେଟ ରେ ଜମା ଅଛି 50 ରୁ 100 USDT ଅଛି, ହୁଁ ତାହେଲେ ସେ ଏଇଟାକୁ ଆକ୍ଟିଭ କରିବା ଅପେକ୍ଷା ପୁଣି $50 ଲଗେଇକି USDT କମେଇବା ଟା ବେଷ୍ଟ ହବ। ହୁଁ ଏଇଟା ତାର ଫିକ୍ସ ପଡିଗଲା। ଏ କମ୍ପାନୀ ଯେତେବେଳେ ତାର ୱିଡ୍ର ଇସ୍ୟୁଟା ସଲ୍ଭ ହବ, ଇଏ ତାକୁ ଦବ ହେଲା। ଆଉ ରେଷ୍ଟ ଯୋଉ ହୁଁ 50ଟା ସେ ଟୋକନ କିଣିବାକୁ ଲଗେଇବ, ସେ 50ଟା USDT ରେ ପକେଇ ଦଉ, USDT ରେ ପକେଇକି ରିଜର୍ଭେସନ ନଉ। ଏଇଟା ମୋ ମତାମତ। ନାଇଁ, କାଲି ଆମେ ଯୋଉ ମିଟିଂରେ କଥା ଭଲ ହଉଥିଲେ ପଇସା କି ମିଳିବ। ଗୋଟେ ଲୋକ ବର୍ତ୍ତମାନ ଆପଣ ଯୋଉ କହିଲେ, ହଁ ମୁଁ 2000 ଟା ମୁଁ ହଁ, ମୋର ସେଇ ଗୋଟେ ଷ୍ଟେକ୍ ସେ ପଏଣ୍ଟ ଖୋଲିଛି। ଉପରକୁ ଆସିବି, ସେ ପଏଣ୍ଟ ଉପରକୁ ଆସିବି ବିରାଟ ବାବୁ, ରୁହନ୍ତୁ। ଏବେ ଏଇଟା ସରିଯାଉ, ମୁଁ ଏବେ ସେଇ ପଏଣ୍ଟ ଉପରକୁ ଯିବି ହେଲା। ସେ ପଏଣ୍ଟ ଉପରକୁ ଯାଇନି। ଓକେ, ଏବେ କାଲି ଆମର ମିଟିଂରେ କଥା ହେଇଥିଲା କି ଆମେ ଗୋଟେ ୟୁନିଟ ରହିବା, ଜଣେ ଲିଡରସିପ ଥ୍ରୁରୁ ଟୋକନ ଯାକ ଆକ୍ଟିଭେସନ ହେଇ ତଳ ଆଡକୁ ଯିବ। ଓକେ, ତ ଏ ଭାବ ଆମ ୟୁନିଟ ରେ ଅଛନ୍ତି କେତେ ଲୋକ? 1500 ଲୋକ। ଠିକ ଅଛି, ମୁଁ ହିସାବ କରୁଥିଲି ଗୋଟେ, ଏ ଗୋଟେକୁ ଆମେ ଟୋକନ ପାସ୍ କରିବା। ଭାବ ମୁଁ ହୁଁ ରଖିଲି 12500 ଟୋକନ। କେତେ ଦିନ ପାଇଁ ରଖିବି? 4 ଡେଜ ପାଇଁ ରଖିବି। ମିନିମମ୍ ତ ରଖିବି, ପ୍ରଫିଟ କିଛିଟା ପ୍ରଫିଟ ଆଇଲେ ତ ନେକ୍ସଟ ଅନ୍ୟ ଜଣଙ୍କୁ ଦେବି। ହୁଁ ଡବଲ ଯାଏ ତ ମୁଁ ରଖିବି ଆଟଲିଷ୍ଟ, ବୁଝିଲ ନା ନାଇଁ? ହୁଁ
ତ ସେଇ ହିସାବରେ ଆମର ଅଛନ୍ତି 1500 ଜଣ। ଯଦି ଗୋଟେ ଟୋକନ ଜଣେ ଲୋକ ପାଖରେ ରହିଲା 4 ଦିନ କିମ୍ବା 5 ଦିନ, କାହାର କମ ଥିବ ୟୁଏସଡିଟି, କାହାର କମ ଥିବ, ବୁଝିଲେ କି ନାଇଁ? ତାହେଲେ ସେଇ ହିସାବରେ ସେ ପାସିଂ ଟା କେତେ ସ୍ପିଡ ରେ ହବ। ତ ଏଇଠି ଆମକୁ ଲିଡର ମାନେ ଏକ ହେବାକୁ ପଡିବ। ଲିଡର ମାନଙ୍କ ସହିତ ମିଟିଂ ରଖିକି ସେଇଟା ମୁଁ ଫାଇନାଲ କରିବି କି କେମିତି କଣ ହବ। କଣ କରିବେ ଆମକୁ ପଇସା ନେଇଗଲେ ଲିଙ୍କ ବାଇନାନ୍ସ ଯୋଉମାନେ ଲିଙ୍କ ନୂଆ ପିଲେ ଜାଣିନାହାନ୍ତି ସେମାନେ ଟିକେ ଫୋନ ରିସିଭ ଟିକେ କରୁନାହାନ୍ତି, କଣ କରିବେ ସେମାନେ କେମିତି କିଏ ପଇସା କିଏ ପାଇବେ? କିଏ କୋଶ୍ଚିନ୍ କିଏ କରୁଛି? ରଞ୍ଜନ। ହଁ 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 କୁହ କଣ ହେଇଛି? ସାର୍ ମୁଁ ଯୋଉଠି ଲଗେଇଲି ମତେ କନଭେନ୍ସ କରିକି ପଇସା ଲଗେଇଲେ, ବନ୍ଦ ହେଲା ଯୋଉଟା ଆପ ମୋର ହଁ ବାଇନାନ୍ସ ଟା ଲିଙ୍କ କରିବାକୁ ଫୋନ କଲେ ରିସିଭ କରୁନାହାନ୍ତି। କିଏ ଅଫଲାଇନ କିଏ ଥିଲେ? ସୁନୀଲ ବର୍ଦନାର ସେମାନେ ମତେ ଫୋନ କରି ରଖେଇଦେଲେନି, ମୁଁ ଏଥିରେ ପଶୁନଥିଲି, ମୁଁ ଜାଣିଥିଲି। ନା 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 ତମର ଏବେ ବାଇନାନ୍ସ ଟା ଲିଙ୍କ ହେଇନି? ତମକୁ ଜଏନ କିଏ ବାଇନାନ୍ସ କରିଥିଲା? ଲିଙ୍କ ଜଏନ କିଏ ହେଇଛି। କରିଥିଲା ତମକୁ? ଅଫଲାଇନ କିଏ ତମର? ତାଙ୍କୁ ପଚାରୁନ। ନାଇଁ ନାଇଁ ଆଉ ଏବେ ଏଇଟା ଶୁଣ, ମ୍ୟାଟର ଟା ଏବେ ଏଇଠିର ଇଏ ନୁହେଁ କି କିଏ ଜଏନ କରିଥିଲା କଣ ହେଇଥିଲା। ଆମେ ଏବେ ଗୋଟେ ୟୁନିଟ ରେ ଅଛେ। ରଞ୍ଜନ ବାବୁ ଶୁଣନ୍ତୁ, ଏଇଠି ଏଇଠି କଥାଟା ପଡିଛି ପଇସା। ଦେଖ ଟିକେ ଟିକେ ପଇସା ଏଇଟା ମୁଁ ସାର୍ କହୁଛି ମୁଁ ମୁଁ କହୁଛି ମୁଁ ପଇସାଟା କହୁଛି ପଇସା ଟିକେ ମତେ ଟିକେ ଛାଡି ଦେଇଛି। ଟିକେ ଟିକେ ମୁଁ କହୁଛି ଶୁଣିଦିଅ। ହ୍ୟାଲୋ, ହଁ ଶୁଣ, ପଳେଇଲେ କି ରଞ୍ଜନ? ଭାଇ ହଁ ଅଛନ୍ତି ହଁ ଅଛନ୍ତି। ଶୁଣ, କଥା ଅଛି କି ଏବେ ପଇସା ସମସ୍ତର ଠିକ ଅଛି, ଆମେ ମାନେ ହେଲ୍ପ କରୁଛୁ। ଦେଖ ଏବେ ସାଇଟ ଟା ଫୁଲ ଫଙ୍କସନେଟ ହେଇନି କି ଆମେ ତନ୍ଦରା ତନ୍ଦରାରେ ତମର କରିଦବୁ ତାର କରିଦବୁ। ସାଇଟ ଟା ଏଯାଏଁ ଫୁଲ ଅପରେଟ କୁ ଆସିନି। ଓକେ, ସାଇଟ ଅପଲୋଡ କୁ ଆସିଲେ ଜଣ ଜଣଙ୍କୁ ଆକ୍ଟିଭେସନ କରିବା ପାଇଁ 5 ମିନିଟ୍ ଲାଗିବ, ତାର ସବୁ ଲିଙ୍କିଂ ଫିଙ୍କିଂ କରିବା ପାଇଁ। ବୁଝିପାରୁଛ ନା ନାଇଁ? ତ ଯାହାର ଯୋଉ ସ୍ପିଡ ରେ ହେଇଯାଉଛି, ଯୋଉ ଟାଇମ ରେ ହେଇଯାଉଛି, ତମ ମାନେ ଟାଇମ କାଢିକି ଆସିବାକୁ ପଡିବ। ଫୋନ ରେ ଏଇଟା ହବନି, ପାଖକୁ ଟିକେ ଯାଇକି। ଶୁଣନ୍ତୁ ସାର୍, ମୁଁ କହିବା ଆମେ ତ ଜବ୍ କରୁଛୁ, ଆମେ ଯାଇପାରୁନୁ ନା, ଆମେ ତ ସିଷ୍ଟମ ଜାଣିନଥିଲୁ। ଯେତେବେଳେ ଆଚ୍ଛା ଆମକୁ କହିଲେ କି ଜଏନ କଲା ଟାଇମରେ ମୋବାଇଲ ସେଟ ଥିଲା, ଆଚ୍ଛା ସ୍କ୍ରିନସଟ ମୋବାଇଲ କରିକି ସେୟାରିଂ ସେମ୍ ଶୁଣ ପ୍ରୋସେସ ଟା ଶୁଣ କରିଦବ। ଶୁଣ ଶୁଣ, ହଁ ମତେ ଟିକେ ଟାଇମ ଦିଅ, ମତେ ଟିକେ ଟାଇମ ଦିଅ ଅଞ୍ଜଜ, ଟିକେ ହଁ ଟାଇମ। ଭାଇ ତମେ ଯୋଉ ଓପନ କଲ, ତମର ସୋଲାନା ଲିଙ୍କ ହେଇନି? ତମର ବାଇନାନ୍ସ ଖୋଲା ହେଇନି? କାର ବାଇନାନ୍ସ ଦେଇଛି। କଣ ଖୋଲା ହେଇନି ତମର? ପରା ମୁଁ ଖୋଲିଛି ତମର ଦିଟା ଆଇଡି, ଦିଟା ଆଇଡି ତମର ବାଇନାନ୍ସ ଲିଙ୍କ କରିଛି ତମର ମୁଁ। ବାଇନାନ୍ସ ଟୋଟାଲ ଓପନ ମୋର ତମ ବାଇନାନ୍ସ ଶିଶିର ତମର ଖୋଲିକି ସୋଲାନା ଲିଙ୍କ ହେଇଛି, ନିଜେ ଖୋଲିଲ ତମର ବାଇନାନ୍ସ ଖୋଲ ଏବେ। ଶିଶିରକୁ କଲା ବେଳେ ଗୋଟେ ପଚାରିଲେ ପର୍ସନାଲ ଏମିତି ହେଲେ କେମିତି ହବ ଦେଖ? ଗୋଟେ ହେଲା, ମିଟିଂ ରେ ଆସିକି ତମେ ଜଣେଇ ନାଅ ନା, ଆମ ଟିମରେ ଯେତିକି ପିଲା ସମସ୍ତଙ୍କୁ ତ ହେଲ୍ପ କରାହବ ନା। କିଏ ମୁଁ ଏଠି ତମକୁ କଲ୍ ହେଲ୍ପ କରୁଛି, ଶୁଣ ମୁଁ ତତେ କେତେ ସମସ୍ତେ ଥର ହେଲ୍ପ କଲ୍ ପାଇବେ। କରିଛି। ରଞ୍ଜନ କଲ୍ ବାବୁ କରୁଛ ଯେ ତମେ ସେଇଟା ସମସ୍ତ ଅଫଲାଇନ ସହ ଟିକେ ଟିକେ ଯୋଗାଯୋଗ ଟିକେ କରିବା ଦରକାର ନା। ସୁନୀଲ ତମେ ଟିକେ ରହିଛ। ଜଣଙ୍କୁ କହିବ ଇଏ କଲାନି ଭାଇ ସିଏ ଶୁଣ, କଲାନି ହେଲେ କେମିତି ହବ? ମୁଁ ପଇସା ଟା କହୁନି ତମକୁ, ପଇସା ଟା ମୁଁ ଛାଡି ଦେଇଛି, ପଇସା ଟା କହୁନି। ଅତୀତ କମରେ ଫୋନ ଟା ରିସିଭ କରିବ ନାଇଁ, ହଉ ଭାଇ କର। ମୁଁ ଲାଷ୍ଟ କୁ କଲ୍ କଲି ସେ ଭାଇଙ୍କୁ, ଆଜି ଖରାବେଳେ କଲ୍ ହେଲେ ଯେ କଲି, ମୁଁ କହିଲି ସିଚୁଏସନ ଟା କେମିତି କହିଲ? ମାନେ ସିଚୁଏସନ ଟା କେମିତି? ଜଣେ ଫ୍ରି ଅଛି ତମର କଲ୍ ରିସିଭ କଲାନି? ସିଚୁଏସନ ମୁଁ କଣ ଡେଲି କଲି? ମୁଁ ତମକୁ କଣ୍ଟିନ୍ୟୁ 4 ଦିନ ନାହିଁ ଓକେ ଟିକେ ଓକେ ରହିଯାଅ। ଲିଭ୍ ଇଟ୍ ତମେ ଲିଭ୍ ମେସେଜ ଇଟ୍ କରୁନ, ହ୍ୱାଟ୍ସଆପ ରେ ସୁନିଲ ମେସେଜ କରୁନ, ଭାଇ ତମେ ଏଇଟା ଲିଭ୍ ମିଟିଂ ଇଟ୍। ଅଭେଲେବୁଲ ଅଛ ଚାଲିଛି, ମେସେଜ କଲେ ଦେଓଗାଁ ତମକୁ ଡିସ୍କସନ ଆକ୍ଟିଭ ହେବି। କରନି। ହଁ ମିଟିଂ ପରେ ଆମେ ଡିସ୍କସ କରିବା। ଲିଭ୍ ଇଟ୍, ଲିଭ୍ ଦିସ୍ ଆଜ୍ଞା ମ୍ୟାଟର। ଶୁଣ, ବାଙ୍ଗାଲୋରରୁ ମିଟିଂ ମତେ ରେ ଫୋନ ଡିସ୍କସନ କରିଥିଲେ। କରନି, ପରେ ଫୋନ କରି ହଁ କଥା ହବ। ମିଟିଂ ପରେ ଆମେ ଡିସ୍କସ କରିବା ମ୍ୟାଟର। ଓକେ ରଞ୍ଜନ ବାବୁ, ମିଟିଂ ପରେ ଡିସ୍କସ କରିବା। ଓକେ, ତ ଏବେ ଯୋଉ ୟୁନିଟ ର ଥିଲା କନସେପ୍ଟ ଟା, ଆମେ ସେ ଗୋଟେ ଲେବଲ 2 ମିଟିଂ ଆମେ ରଖିବା। ଲେବଲ 2 ଗ୍ରୁପ ରେ ଗୋଟେ ମିଟିଂ ରଖିବା, କେମିତି କଣ ଏଟାକୁ ଫାଇନାଲାଇଜେସନ ହବ। ଓକେ, ଯଦି ସମସ୍ତେ କୋପରେଟ କରିବେ ତାହେଲେ ଏଟା ଫାଇନାଲାଇଜ ହବ। ନହେଲେ ନାହିଁ ଭାଇ, ଯୋଉ ମିଟିଂ ରେ ମୁଁ ତମକୁ କହିଲି, ଆଟଲିଷ୍ଟ 2500 ରୁ ସମସ୍ତଙ୍କୁ 5000 ଲେଖା ଟୋକନ ଆସୁଛି। 3000 ଟଙ୍କା ତମେ ଇନଭେଷ୍ଟମେଣ୍ଟ କରିକି ହିଁ 3 ଦିନରେ ବାହାର କରିବା ପାଇଁ ଭାବିବ। 3-4 ଦିନରେ ଥରେଟେ ତମର ବାହାରିଗଲା, ତାପରେ ତମେ କାହା ଆଗରେ ହାତ ପତେଇବାକୁ ନଥିବ। ଯଦି ଅଧିକ ୱିକ୍ ନାଇଁ ତମ ନମ୍ବର ଆସିଲା ବେଳକୁ ସେଟା ମାସେ ହେଇପାରେ, 2 ମାସ ହେଇପାରେ। ଏବେ ଭାବ, ମୁଁ ଏକ୍ଜାମ୍ପଲ ଦଉଛି ରଞ୍ଜନ ବାବୁର। ରଞ୍ଜନ ବାବୁ ଅଛନ୍ତି, ତାଙ୍କ ଟର୍ନ ଆସିଲା ବେଳକୁ ସେ ଯାହା ଯାହା ଡାଉନ ତଳେ ଅଛନ୍ତି, ତାଙ୍କ ପାଳି ଆସିଲା ବେଳକୁ ମାସେ 1.5 ମାସ ହେଇଯିବ। ଭାଇ ସିଏ ପାଇଗଲାଣି ପଇସା, ଆମକୁ ଏ ଯାଏଁ ସେ ଦେଇ ପାରୁନି। ଏଇଠି ଗୋଟେ ଗଣ୍ଡଗୋଳଟେ କ୍ରିଏଟ ହେଇଯିବ। ଯେମିତିଆ ଲୋକ ଅଛନ୍ତି ଏଇଠି, ଆମେ ଯୋଉ ଟାଇପ ର, ମୁଁ ଖାଲି ଜଣକୁ ଆଖ୍ୟା କରି କହୁନି, ପାରିକୁଦ ମାନେ ଆମର ଏଇଠି ଗାଁରେ ଯେମିତିଆ ଲୋକ ଅଛନ୍ତି, ଯଦି ଜଣେ ପଇସା ପାଇଯାଉଛି, ଆଉ ଜଣେ ଯଦି ମାସେ ପରେ ପାଉଛି, ତାହେଲେ ସେଇଠି ଡିଷ୍ଟର୍ବାନ୍ସ ବହୁତ କ୍ରିଏଟ ହେଇଯିବ।
ବହୁତ ବଡ ଡିଷ୍ଟର୍ବାନ୍ସ କ୍ରିଏଟ ହବ, କେହି ସମ୍ଭାଳି ପାରିବନି। ଏଇ ଭାବ ଦେବରାଜ ବାବୁଙ୍କୁ ମୁଁ ଟୋକନ ଟ୍ରାନ୍ସଫର କରିଦେଲି, ସେ 4 ଦିନରେ ପଇସା ପାଇଗଲେ। ଅନୁଜୟ କହିବେ ସେ ତାର ନିଜ ଲୋକ ବୋଲି ତାକୁ ଟ୍ରାନ୍ସଫର କରିଦେଲା, ଆମକୁ କଲାନି। ବୁଝିପାରୁଛ ତ? ତ ଏଇଠି ବହୁତ ବଡ ଡିଷ୍ଟର୍ବାନ୍ସ କ୍ରିଏଟ ହେଇଯିବ। ତ କିଛି ସେଇଟାକୁ ନାହିଁ, ଆମେ କାଲି ମୁଁ ଯାଉଛି ଟୋକେନ ଦେଲେ ମୁଁ ନେଇଆସୁଛି, ତାପରେ ଦେଖିବା ବାସ୍ ହାତରୁ ଇଏ କରିବା। ଆମେ ସେଇଟାକୁ ଗୋଟେ ସମସ୍ତେ ପର୍ସନାଲ ମିଟିଂ ରଖି ସେୟାର ହଁ କଲା ବେଳକୁ ରୁହନ୍ତୁ। ଜଣେ ମାସେ 1.5 ମାସ ପରେ ପାଇବେ ପିଲା। ହଁ ଯଦି ଜଣ ପରେ ଆମେ ଟ୍ରାନ୍ସଫର କରି କରି ଯିବା, ତାହେଲେ ସେଇଟା ପାଇଲା ବେଳକୁ ମାସେ 1.5 ମାସ ହେଇଯିବ। ଆଉ ଯଦି ଆମେ ନିଜେ ମାସେ ଇନଭେଷ୍ଟ 1.5 କରିବା ମାସ ତାହେଲେ ହେଇଯିବ, ପିଲା ଡିସକାଉଣ୍ଟ ହବ। ହଁ ନାଇଁ ନାଇଁ ତମେ କନସେପ୍ଟ ଟା ବୁଝୁନ ଆଉ ଦେବରାଜ ବାବୁ। ଯୋଉ ପିଲା ପାଇଲା ଗୋଟାକୁ ଟ୍ରାନ୍ସଫର କରିବ, ସେକେଣ୍ଡ ଟ୍ରାନ୍ସଫର ଚାନ୍ସ ଦବନି ସେ, କାରଣ ତା ନା ନା ଷ୍ଟେକ୍ ନା ଲଗାଇବାକୁ ସେ ଚେଷ୍ଟା କରିବ। ନା ଶୁଣ ହଁ ଯଦି ତାର ସେ ନିଜେ ଲଗେଇଦେଲା ଟୋକନ, ତାହେଲେ କାହା ଆଗରେ ହାତ ପତେଇବନି, ତାର ସେ ପକେଇଲା, ତାର ସେ ପାଇଲା। ବୁଝିଲେ କି ନାଇଁ? ନାଇଁ ମୁଁ କଣ କହୁଥିଲି ଯେ, ମନେକର ଆପଣ ମତେ ସେୟାର କଲେ, ହଁ ମୁଁ ଜଣଙ୍କୁ ସେୟାର କରିବି, ମୋ ପାଖରେ 2 ଜଣଙ୍କୁ ସେୟାର କରିବା ପାଇଁ ପଇସା ଥିଲେ ବି ମୁଁ ହଁ ଜଣଙ୍କୁ ସେୟାର କରିକି ମୋର ଆଉ ଗୋଟେ ଷ୍ଟେକ୍ ଓପେନ କରିବା ପାଇଁ ମୁଁ ଚେଷ୍ଟା କରିବି। ବାସ୍ ଏଇଟା ହେଲା ବେଳୁ ମାସେ କଣ 3 ମାସ ପଳେଇବ। ବାସ୍ ଅଧିକ ଟାଇମ ପଳେଇବ ନା। ସେଥିପାଇଁ ହେଲି ଲେବଲ 2 ଯୋଉମାନେ ଅଛନ୍ତି, ସେମାନେ ତାଙ୍କ ତଳେ ଯୋଉ 8-10 ଜଣ ପିଲା ଅଛନ୍ତି, ସେମାନଙ୍କର ଦାୟିତ୍ୱ ଲେବଲ 2 ଲିଡର ସେ 10 ଜଣ ପୁଅଙ୍କୁ ସଜେସନ ଦବ। ସଜେସନ ଦବ କଣ, ସମସ୍ତଙ୍କୁ ସେ ଟୋକେନ ଦବ। ନାଇଁ ଗୋଟେ ମିଟିଂ ସେଇଟା ଆମେ ଆରେଞ୍ଜ କର ଦେଖ, ଲେବଲ 2। ଏମିତି ବି ଆମ ଭିତରେ ଲେବଲ 2 ଅଛନ୍ତି ଯୋଉମାନେ ପଇସା କମେଇ ନାହାନ୍ତି, ଜଷ୍ଟ ଲେବଲ 2 ହେଇଛନ୍ତି ଇନଭେଷ୍ଟମେଣ୍ଟ କରିକି, ଏମିତି ପିଲା ଅଛନ୍ତି, ତାଙ୍କୁ ଆମେ ଜୋର ଦେଇପାରିବା। ବୁଝିଲେ କି ନାଇଁ? ନାଇଁ ଜୋର ଦବାର ନାହିଁ, ହଁ ଯୋଉମାନେ କମେଇ ନାହାନ୍ତି, ନହେଲେ 10 ଜଣ ଟିମ୍ ଜଣେ 200 ଦେବେ, 2000 ସେଇଟା 3000 ହବ ସେଇଟା ପକେଇ ଆମେ କରିବେ। ଏଇ କଥାଟା ଆମେ ନେକ୍ସଟ ମିଟିଂରେ ଡିସ୍କସ କରିବା, କେମିତି କଣ ହବ ନାଇଁ ହେଲା। ମୋର ତ ଗୋଟେ ଆଇଡି ଲେବୁଲ 2 ହେଲା 21 ତାରିଖରେ, 23 ତାରିଖରେ ଉଡାଲ ବନ୍ଦ ହେଲା, ବୁଝିପାରିଲେ କି? ହଉ ବିରାଟ ବାବୁ, ଏଇ କିନ୍ତୁ ଯୋଉ ମ୍ୟାଟର ଟା ସେମିତି ନାଇଁ କି ଆମେ ଭଲସେ କାଲି ୟା ଉପରେ ଟପିକ ଡିସ୍କସନ କରିବା। ଏବେ ଆମେ ଲାଇଭ ଭିଡିଓଟା ଆମେ ଦେଖୁଛେ। 10 ଜଣଙ୍କୁ ଟିମ ରେ ଜଏନ କରିପାରିଲେ ନାଇଁ ବୁଲିକି, ଏଇଠି ମୁଁ ଆମେ ଟଙ୍କା ଟିକେ 3000 ଟିକେ ରଖିବି କି? କାହିଁକି ଲଗେଇବାନି ହାତରୁ। ହଉ ଟିକେ ଗୋଟେ ପଦେ ରଖିବି? ହଁ ହ୍ୟାଲୋ, କୁହ। ପଦେ। ହଁ, ହଉ ମୁଁ ଆଜି ଟିକେ ବିରାଟ ବାବୁ, ଏବେ ଆମେ ଯିବା ଲାଇଭ ଭିଡିଓକୁ, ତାପରେ ଆମେ ପୁଣି ଟପିକ କୁ ଆସିବା। ଠିକ ଅଛି, ଲାଇଭ ଭିଡିଓ ଟା ମୁଁ ଦେଖୁଛି। ଉଡ୍ରୋ ଟା ବି ଦେଖନ୍ତୁ। ହଉ।
ଏଟା କାଇଁ କଟିଗଲା? ମାଇ ଗଡ୍। ସେ କଟି ଯାଇଥିଲା, ହଁ ସ୍କ୍ରିନ୍ ଟା କଟି ଯାଇଥିଲା। ହଁ ସେ ଇଲେକ୍ଟ୍ରିସିଟି ନାହିଁ ତ ସ୍କ୍ରିନ୍ ଟା ଟିକେ କଟି ଯାଇଥିଲା। ଓକେ ମୁଁ କହୁଥିଲି ହଁ ମୁଁ ଆଜି ସନ୍ଧ୍ୟାବେଳେ ଯୋଉ ପଞ୍ଜାବ ଟିମ୍ ର ଜୁମ୍ ଟା ଥିଲା